ଆଜିର ବିଷୟ ହେଉଛି ଶିକ୍ଷାବିତ୍ମାନଙ୍କ ପାଇଁ ବିବେକାନନ୍ଦଙ୍କ ବାଣୀ। ଆମର ପ୍ରଥମ ବିଷୟ ହେଉଛି ଶିକ୍ଷା ଆମମାନଙ୍କ ମଧ୍ୟରେ ଥିବା ଅନନ୍ତ ଜ୍ଞାନକୁ ପ୍ରକାଶ କରିବାରେ ସାହାଯ୍ୟକାରୀ ହେବା ଉଚିତ। ସ୍ୱାମୀ ବିବେକାନନ୍ଦ କହୁଛନ୍ତି, ଶିକ୍ଷା ହେଉଛି ମନୁଷ୍ୟର ଅନ୍ତର୍ନିହିତ ପୂର୍ଣ୍ଣତାର ପରିପ୍ରକାଶ। ଏହି ଜ୍ଞାନ ମନୁଷ୍ୟର ଅନ୍ତର୍ନିହିତ। କୌଣସି ଜ୍ଞାନ ବାହାରୁ ଆସେ ନାହିଁ, ସବୁ ଅନ୍ତରରେ ଥାଏ। ଆମେ ଯେ କହୁ ମନୁଷ୍ୟ ଜାଣେ, ତାହା ଠିକ୍, କିନ୍ତୁ ମନୋବିଜ୍ଞାନର ଭାଷାରେ କହିବାକୁ ହେଲେ କୁହାଯିବ ଯେ ମନୁଷ୍ୟ ଆବିଷ୍କାର କରେ ବା ଆବରଣ ଉନ୍ମୋଚନ କରେ। ମନୁଷ୍ୟ ଯାହା ଶିକ୍ଷା କରେ, ପ୍ରକୃତ ପକ୍ଷରେ ସେ ତାହା ଆବିଷ୍କାର କରେ। ଡିସ୍କଭର ଶବ୍ଦଟିର ଅର୍ଥ ଅନନ୍ତ ଜ୍ଞାନର ଆକର ସ୍ୱରୂପ ନିଜ ଆତ୍ମାରୁ ଆବରଣ ଘୁଞ୍ଚାଇ ନେବା। ଆମେ କହୁ ନ୍ୟୁଟନ ମାଧ୍ୟାକର୍ଷଣ ଆବିଷ୍କାର କରିଛନ୍ତି। ତାହା କ'ଣ ଗୋଟିଏ କୋଣରେ ବସି ତାଙ୍କ ପାଇଁ ଅପେକ୍ଷା କରୁଥିଲା? ନା, ଏହା ତାଙ୍କ ନିଜ ମନ ମଧ୍ୟରେ ଅବସ୍ଥିତ ଥିଲା। ସମୟ ଆସିଲା, ସେ ଏହାକୁ ବାହାର କଲେ। ମନୁଷ୍ୟ ଯେତେ ପ୍ରକାର ଜ୍ଞାନ ଲାଭ କରିଛି, ତାହା ସବୁ ତା ମନରୁ। ଜଗତର ଅନନ୍ତ ପୁସ୍ତକାଗାର ତୁମ ମନରେ ଅବସ୍ଥିତ। ବହିର୍ଜଗତ କେବଳ ତୁମ ମନକୁ ଅଧ୍ୟୟନ କରିବାର ଉତ୍ତେଜକ କାରଣ ସ୍ୱରୂପ, ଉପଲକ୍ଷ ମାତ୍ର। ତୁମ ମନ ହିଁ ସର୍ବଦା ତୁମର ଅଧ୍ୟୟନର ବିଷୟ। ସେଓ ଫଳର ପତନ ନ୍ୟୁଟନଙ୍କ ପକ୍ଷରେ ଉଦ୍ଦୀପକ କାରଣ ସଦୃଶ ହେଲା। ସେ ନିଜ ମନକୁ ଅଧ୍ୟୟନ କରିବାକୁ ଲାଗିଲେ। ତାଙ୍କ ମନରେ ପୂର୍ବରୁ ଅବସ୍ଥିତ ଭାବ ପରମ୍ପରାକୁ ଅନ୍ୟ ଏକ ପ୍ରକାରରେ ସଜାଇ ତାହା ମଧ୍ୟରେ ଗୋଟିଏ ନୂଆ ଶୃଙ୍ଖଳା ଆବିଷ୍କାର କଲେ। ଏହାକୁ ହିଁ ଆମେ ମାଧ୍ୟାକର୍ଷଣର ନିୟମାବଳୀ କହୁ। ତାହା ସେଓ ଫଳ ବା ପୃଥିବୀ କେନ୍ଦ୍ରରେ ଅବସ୍ଥିତ କୌଣସି ବସ୍ତୁରେ ନଥିଲା। ଅତଏବ ଯେକୌଣସି ଲୌକିକ ବା ପାରମାର୍ଥିକ ଜ୍ଞାନ ମନୁଷ୍ୟ ମନରେ ଅବସ୍ଥିତ। ଅନେକ ସ୍ଥଳରେ ସେଗୁଡ଼ିକ ଆବିଷ୍କୃତ ବା ଅନାବୃତ ହୋଇନଥାଏ। ଯେତେବେଳେ ଏହି ଆବରଣକୁ ଧୀରେ ଧୀରେ ଅପସାରିତ କରାଯାଏ, ସେତେବେଳେ ଆମେ କହୁ ଆମେ ଶିକ୍ଷା ଲାଭ କରୁଛୁ। ଏବଂ ଏହି ଆବରଣ ଅପସାରଣ କାର୍ଯ୍ୟ ଯେତେ ଯେତେ ଅଗ୍ରସର ହୁଏ, ଜ୍ଞାନ ମଧ୍ୟ ସେତେ ସେତେ ଅଧିକ ହେଉଥାଏ। ଏହି ଆବରଣ ଯାହାଙ୍କର କ୍ରମଶଃ ଅପସାରିତ ହେଉଛି, ସେ ଅପେକ୍ଷାକୃତ ଜ୍ଞାନୀ। ଯାହାର ଆବରଣ ଖୁବ୍ ବେଶୀ, ସେ ଅଜ୍ଞାନୀ। ପୁଣି ଯେଉଁ ବ୍ୟକ୍ତିଙ୍କଠାରୁ ଅଜ୍ଞାନ ସମ୍ପୂର୍ଣ୍ଣ ଚାଲିଯାଇଛି, ସେ ସର୍ବଜ୍ଞ। ଅଗ୍ନି ଯେପରି ଖଣ୍ଡେ ଝକମକି ପଥରରେ ନିହିତ ଥାଏ, ଜ୍ଞାନ ମଧ୍ୟ ସେହିପରି ମନ ମଧ୍ୟରେ ହିଁ ରହିଅଛି। ଉଦ୍ଦୀପକ କାରଣଟି ଘର୍ଷଣ ସ୍ୱରୂପ କାର୍ଯ୍ୟ କରି ଜ୍ଞାନାଗ୍ନିକୁ ପ୍ରଜ୍ୱଳିତ କରିଦିଏ। ସମସ୍ତ ଜ୍ଞାନ ଓ ସମସ୍ତ ଶକ୍ତି ଆମ ଭିତରେ ରହିଛି। ଯାହାକୁ ଆମେ ଶକ୍ତି କହୁ, ପ୍ରାକୃତିକ ରହସ୍ୟ କହୁ, ବେଗ କହୁ, ସେସବୁ ହିଁ ଆମ ଭିତରେ। ପ୍ରକୃତିରେ କୌଣସି ଜ୍ଞାନ ନାହିଁ। ଆତ୍ମାରୁ ହିଁ ଆସେ ସମସ୍ତ ଜ୍ଞାନ। ମନୁଷ୍ୟ ହିଁ ନିଜ ମଧ୍ୟରେ ଜ୍ଞାନକୁ ଆବିଷ୍କାର କରେ, ତାହାକୁ ପ୍ରକାଶ କରେ। ଏହି ଜ୍ଞାନ ଅନନ୍ତ କାଳ ଧରି ସେଠାରେ ରହିଅଛି। ପ୍ରତ୍ୟେକ ହିଁ ଜ୍ଞାନ ସ୍ୱରୂପ, ଅନନ୍ତ ଆନନ୍ଦ ସ୍ୱରୂପ ଏବଂ ଅନନ୍ତ ସତ୍ତା ସ୍ୱରୂପ। କେହି କେବେ ହେଲେ ପ୍ରକୃତରେ ଅନ୍ୟ ଦ୍ୱାରା ଶିକ୍ଷିତ ହୋଇନାହିଁ। ପ୍ରତ୍ୟେକଙ୍କୁ ନିଜେ ନିଜେ ଶିକ୍ଷା ଲାଭ କରିବାକୁ ହୁଏ। କାରଣ ବାହାରର ଆଚାର୍ଯ୍ୟ କେବଳ ଉଦ୍ଦୀପକ ମାତ୍ର। ସେହି ଉଦ୍ଦୀପନା ଦ୍ୱାରା ଆମମାନଙ୍କର ଅନ୍ତରସ୍ଥ ଗୁରୁ ହିଁ ଆମମାନଙ୍କୁ ସକଳ ବିଷୟ ବୁଝାଇ ଦିଅନ୍ତି। ସେତେବେଳେ ସବୁକିଛି ଆମର ଅନୁଭବ ଓ ଚିନ୍ତା ଦ୍ୱାରା ପ୍ରତ୍ୟକ୍ଷ ଓ ସ୍ପଷ୍ଟ ହୋଇଯାଏ। ସେତେବେଳେ ଆମେ ନିଜ ଆତ୍ମା ଭିତରେ ଏହି ସକଳ ତତ୍ତ୍ୱ ଅନୁଭବ କରୁ। ଏହି ଯେଉଁ କ୍ରୋଶବ୍ୟାପୀ ବୃହତ୍ ବଟବୃକ୍ଷ ରହିଛି, ତାହା ଗୋଟିଏ ସୋରିଷ ବୀଜର ଏକ ଅଷ୍ଟମାଂଶ ପରି ଗୋଟିଏ କ୍ଷୁଦ୍ର ବୀଜ ମଧ୍ୟରେ ଥିଲା। ମହାଶକ୍ତିର ଆସି ସେଥିରେ ନିହିତ ଥିଲା। ଆମେମାନେ ଜାଣୁ, ଗୋଟିଏ ଜୀବାଣୁକୋଷ ଭିତରେ ସମସ୍ତ ଶକ୍ତି, ପ୍ରଖର ବୁଦ୍ଧି କୁଣ୍ଡଳୀଭୂତ ହୋଇ ଅବସ୍ଥାନ କରେ। ଅନନ୍ତ ଶକ୍ତି କାହିଁକି ବା ସେଠାରେ ନ ରହିପାରିବ? ଆମେମାନେ ଜାଣୁ, ଏହା ସେଠାରେ ଅଛି।
ପ୍ରହେଳିକା ପରି ମନେ ହେଲେ ସୁଦ୍ଧା ଏହା ସତ୍ୟ। ଆମେମାନେ ସମସ୍ତେ ଗୋଟିଏ ଜୀବାଣୁ କୋଷରୁ ଉତ୍ପନ୍ନ ହୋଇଛୁ। ଆମମାନଙ୍କର ଯାହା କିଛି ଶକ୍ତି ରହିଛି ତାହା ଏହି ଜୀବାଣୁ କୋଷରେ କୁଣ୍ଡଳୀଭୂତ ହୋଇ ଅବସ୍ଥାନ କରୁଥିଲା। ତୁମେମାନେ କହିପାରିବ ନାହିଁ ଏହା ଖାଦ୍ୟରୁ ପ୍ରାପ୍ତ। ରାଶିକୃତ ଖାଦ୍ୟ ନେଇ ଖାଦ୍ୟର ଏକ ପର୍ବତ ପ୍ରସ୍ତୁତ କର। ଦେଖ ତାହା ମଧ୍ୟରୁ କି ଶକ୍ତି ବାହାର ହୁଏ। ଆମମାନଙ୍କ ଭିତରେ ଶକ୍ତି ପୂର୍ବରୁ ନିହିତ ଥିଲା ଅବ୍ୟକ୍ତ ଭାବରେ, କିନ୍ତୁ ନିଶ୍ଚୟ ଏହା ଥିଲା। ଅତଏବ ସିଦ୍ଧାନ୍ତ ଏହି, ମନୁଷ୍ୟର ଆତ୍ମାରେ ଅନନ୍ତ ଶକ୍ତି ରହିଛି। ମନୁଷ୍ୟ ଏହା ସମ୍ବନ୍ଧରେ ନ ଜାଣିଲେ ମଧ୍ୟ ଏହା ରହିଛି। କେବଳ ଏହାକୁ ଜାଣିବା ପାଇଁ ଅପେକ୍ଷା। ଧୀରେ ଧୀରେ ଏହି ଅନନ୍ତ ଶକ୍ତିମାନ ସତ୍ତା ଯେପରି ଜାଗରିତ ହୋଇ ନିଜର ଶକ୍ତି ସମ୍ବନ୍ଧରେ ସଚେତନ ହେଉଛି ଏବଂ ଯେତେ ସେ ଏହି ଜ୍ଞାନ ଲାଭ କରୁଛି ସେତେ ତାହାର ବନ୍ଧନ ପରେ ବନ୍ଧନ ଖସି ଯାଉଛି, ଶୃଙ୍ଖଳ ଛିଣ୍ଡି ଯାଉଛି। ଅଧିକାଂଶ ବ୍ୟକ୍ତିଙ୍କଠାରେ ସେହି ଆଭ୍ୟନ୍ତରୀଣ ଐଶ୍ୱରିକ ଜ୍ୟୋତି ଆବୃତ ଓ ସ୍ପଷ୍ଟ ହୋଇ ରହିଛି। ଯେପରି ଏକ ଲୁହାର ପିମ୍ପା ଭିତରେ ଗୋଟିଏ ଆଲୋକ ରଖାଯାଇଛି। ଏହି ଆଲୋକର ଏତେ ଟିକିଏ ଜ୍ୟୋତି ମଧ୍ୟ ବାହାରକୁ ଆସିପାରୁନାହିଁ। ଟିକିଏ ଟିକିଏ କରି ପବିତ୍ରତା ଓ ନିଃସ୍ୱାର୍ଥପରତା ଅଭ୍ୟାସ କରି କରି ଆମର ମଝିରେ ଥିବା ଏହି ଆଢ଼ୁଆଳକୁ ଖୁବ୍ ପତଳା କରି ଉଠେଇ ନେଇହେବ। ଅବଶେଷରେ ତାହା କାଚ ସଦୃଶ ସ୍ୱଚ୍ଛ ହୋଇଯିବ। ଶ୍ରୀରାମକୃଷ୍ଣଙ୍କ ପକ୍ଷରେ ଏହି ଲୁହାର ପିମ୍ପା କାଚରେ ପରିଣତ ହୋଇଛି। ତାହା ଭିତର ଦେଇ ସେହି ଆଭ୍ୟନ୍ତରୀଣ ଜ୍ୟୋତି ସ୍ପଷ୍ଟ ଭାବରେ ଦେଖାଯାଉଛି। ପରବର୍ତ୍ତୀ ବିଷୟ ହେଉଛି ମନୁଷ୍ୟ ଗଢ଼ିବା ଶିକ୍ଷାର ଲକ୍ଷ୍ୟ ହେବା ଆବଶ୍ୟକ। ସର୍ବବିଧ ଜ୍ଞାନଦାନର, ସର୍ବବିଧ ଶିକ୍ଷାର ଆଦର୍ଶ ଭିତରର ମନୁଷ୍ୟଟିକୁ ଗଢ଼ିବା। କିନ୍ତୁ ତା ପରିବର୍ତ୍ତେ ଆମେମାନେ ସବୁବେଳେ ଆମର ବାହାରଟିକୁ ମାଜି ଘଷି ଚାକଚକ୍ୟମୟ କରିବାରେ ବ୍ୟସ୍ତ। ଭିତରେ ଯଦି କିଛି ନଥାଏ ତେବେ କେବଳ ବାହାରର ଚାକଚକ୍ୟ ବଢ଼େଇ ଲାଭ କ'ଣ? ମନୁଷ୍ୟକୁ ଉନ୍ନତ କରିବା ସର୍ବବିଧ ଶିକ୍ଷାଦାନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିପାରନ୍ତି, ଯେ ସମଜାତୀୟ ବ୍ୟକ୍ତିମାନଙ୍କୁ ଅଲୌକିକ ଭାବରେ ବଶ କରିପାରନ୍ତି, ସେ ଯେପରିକି ପୁଞ୍ଜୀଭୂତ ଶକ୍ତିର ଗୋଟିଏ ଆଧାର ବିଶେଷ। ଏପରି ବ୍ୟକ୍ତି ଯାହା ଇଚ୍ଛା ତାହା କରିବାକୁ ସମର୍ଥ ହୁଅନ୍ତି। ଏପରି ବ୍ୟକ୍ତିତ୍ୱ ଯେକୌଣସି ବିଷୟରେ ନିୟୋଜିତ ହେଉନା କାହିଁକି ତାହାକୁ ସାଫଲ୍ୟମଣ୍ଡିତ କରିବ। ଏହା ସତ୍ୟ ହେଲେ ମଧ୍ୟ ଆମର ପରିଚିତ କୌଣସି ନିୟମ ସାହାଯ୍ୟରେ ଆମେ ଏହାର ବ୍ୟାଖ୍ୟା କରିପାରିବୁ ନାହିଁ। ରସାୟନ ବା ପଦାର୍ଥ ବିଦ୍ୟାର ଜ୍ଞାନ ସାହାଯ୍ୟରେ ଏହାର ବ୍ୟାଖ୍ୟା ହେବ କିପରି? କେତେ ପରିମାଣରେ ଅକ୍ସିଜେନ୍, କେତେ ପରିମାଣରେ ହାଇଡ୍ରୋଜେନ୍ ବା କାର୍ବନ ଏଥିରେ ଅଛି, କେତେଗୁଡ଼ିଏ ଅଣୁ କିପରି ଭାବରେ ସଜ୍ଜିତ ହୋଇଅଛି, କେତେଗୁଡ଼ିଏ କୋଷ ନେଇ ଏହା ଗଠିତ ହୋଇଅଛି ଇତ୍ୟାଦି ବିଷୟ ଅନୁସନ୍ଧାନ କରି ଏହି ରହସ୍ୟମୟ ବ୍ୟକ୍ତିତ୍ୱକୁ ଆମେ କିପରି ଭାବରେ ବିଶ୍ଳେଷଣ କରିବୁ? ଯାହା ହେଉନା କାହିଁକି ଏହି ବ୍ୟକ୍ତିତ୍ୱର ସତ୍ୟତା ଆମେ ଅସ୍ୱୀକାର କରିପାରିବୁ ନାହିଁ। କେବଳ ତାହା ନୁହେଁ, ଏହି ବ୍ୟକ୍ତିତ୍ୱଟି ହେଉଛି ଅସଲ ମନୁଷ୍ୟ। ଏହି ମନୁଷ୍ୟଟି ବଞ୍ଚି ରହେ, ଯାଇ ଆସେ, କାମ କରେ। ସେ ତା'ର ସାଥୀମାନଙ୍କ ଉପରେ ପ୍ରଭାବ ବିସ୍ତାର କରେ, ସେମାନଙ୍କୁ ପରିଚାଳିତ କରେ, ଆଉ ଶେଷରେ ସଂସାରରୁ ବିଦାୟ ନିଏ। ତାହାର ବୁଦ୍ଧି, ତାହାର ଗ୍ରନ୍ଥ ଓ ତାହାର କାର୍ଯ୍ୟ ତାହାର ବ୍ୟକ୍ତିତ୍ୱର ନିଦର୍ଶନ ମାତ୍ର। ଏ କଥା ଟିକିଏ ମନରେ ଚିନ୍ତା କରି ଦେଖ। ବଡ଼ ବଡ଼ ଧର୍ମ ଆଚାର୍ଯ୍ୟମାନଙ୍କ ସହିତ ବଡ଼ ବଡ଼ ଦାର୍ଶନିକମାନଙ୍କର ତୁଳନା କରି ଦେଖ। ଦାର୍ଶନିକମାନେ କ୍ୱଚିତ୍ କାହାରି ମଧ୍ୟରେ ଥିବା ଅସଲ ମଣିଷଟିକୁ ପ୍ରଭାବିତ କରନ୍ତି, ଅଥଚ ସେମାନେ ଲେଖି ଯାଇଛନ୍ତି ଅପୂର୍ବ ଗ୍ରନ୍ଥ ସମୂହ। ଅନ୍ୟପକ୍ଷରେ ଧର୍ମ ଆଚାର୍ଯ୍ୟମାନେ ନିଜ ଜୀବଦ୍ଦଶାରେ ଅସଂଖ୍ୟ ଲୋକଙ୍କ ମନରେ ଆଲୋଡ଼ନ ସୃଷ୍ଟି କରନ୍ତି। ବ୍ୟକ୍ତିତ୍ୱ ହିଁ ଏହି ପାର୍ଥକ୍ୟର କାରଣ। ଦାର୍ଶନିକମାନଙ୍କ ମଧ୍ୟରେ ପ୍ରଭାବ ବିସ୍ତାର କରିବା ପାଇଁ ଯେଉଁ ବ୍ୟକ୍ତିତ୍ୱ ଆବଶ୍ୟକ ତାହା ଅତି କ୍ଷଣ, ଅଥଚ ଈଶ୍ୱର ପ୍ରେରିତ ବ୍ୟକ୍ତିମାନଙ୍କ ମଧ୍ୟରେ ତାହା ଅତି ପ୍ରବଳ। ଦାର୍ଶନିକମାନଙ୍କର ବ୍ୟକ୍ତିତ୍ୱ ବୁଦ୍ଧିବୃତ୍ତିକୁ ସ୍ପର୍ଶ କରେ, ଆଉ
ଧର୍ମ ଆଚାର୍ଯ୍ୟମାନଙ୍କର ବ୍ୟକ୍ତିତ୍ୱ ସ୍ପର୍ଶ କରେ ମନୁଷ୍ୟର ଜୀବନକୁ। ଗୋଟିଏ ହେଉଛି କେବଳ ଏକ ରାସାୟନିକ ପଦ୍ଧତି ପରି କେତେ ଗୁଡ଼ିଏ ରାସାୟନିକ ଉପାଦାନକୁ ଏକତ୍ର କରି ରଖାଯାଇଛି। ଉପଯୁକ୍ତ ପରିବେଶରେ ସେଗୁଡ଼ିକ କ୍ରମେ ମିଶ୍ରିତ ହୋଇ ଗୋଟିଏ ଆଲୋକ ରଶ୍ମି ସୃଷ୍ଟି କରିପାରେ କିମ୍ବା ନ କରିପାରେ ମଧ୍ୟ। ଅନ୍ୟଟି ହେଉଛି ଗୋଟିଏ ଆଲୋକବର୍ତ୍ତିକା କ୍ଷିପ୍ର ବେଗରେ ଚତୁର୍ଦିଗ ବୁଲି ଅନ୍ୟ ଜୀବନ ଦୀପଗୁଡ଼ିକୁ ଅଚିରେ ପ୍ରଜ୍ୱଳିତ କରେ। ଯୋଗ ବିଜ୍ଞାନ ଦାବି କରେ ଯେ ଏହି ବ୍ୟକ୍ତିତ୍ୱକୁ କ୍ରମବର୍ଦ୍ଧିତ କରିବାର ପ୍ରକ୍ରିୟାକୁ ସେ ଆବିଷ୍କାର କରିଅଛି। ସେସବୁ ରୀତି ଓ ପ୍ରକ୍ରିୟା ଯଥାଯଥ ଭାବରେ ମାନି ଚଳିଲେ ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିତ୍ୱକୁ ବଢ଼ାଇ ଅଧିକ ଶକ୍ତିଶାଳୀ କରିପାରେ। ଗୁରୁତ୍ୱପୂର୍ଣ୍ଣ ଓ ବ୍ୟାବହାରିକ ବିଷୟଗୁଡ଼ିକ ମଧ୍ୟରେ ଏହା ପ୍ରଯୁଜ୍ୟ। ଗୃହସ୍ଥର ଜୀବନରେ, ଧନୀ ଦରିଦ୍ର, ବ୍ୟବସାୟୀର ଜୀବନରେ, ଆଧ୍ୟାତ୍ମିକ ଜୀବନରେ, ସମସ୍ତଙ୍କ ଜୀବନରେ ଏହି ବ୍ୟକ୍ତିତ୍ୱକୁ ବଢ଼ାଇବାର ମୂଲ୍ୟ ଅତ୍ୟଧିକ। ଯେଉଁ ଶିକ୍ଷା ଦ୍ୱାରା ଇଚ୍ଛାଶକ୍ତିର ବେଗ ଓ ସ୍ଫୂର୍ତ୍ତି ନିଜର ଆୟତ୍ତାଧୀନ ଓ ସଫଳ କାମ ହୁଏ, ତାହା ହିଁ ଶିକ୍ଷା। ବର୍ତ୍ତମାନ ଆମେ ଏପରି ଧର୍ମ ଚାହୁଁ ଯାହାକି ଆମମାନଙ୍କୁ ମନୁଷ୍ୟ କରିପାରିବ। ଆମର ଏପରି ମତବାଦ ସବୁ ଆବଶ୍ୟକ ଯାହାଦ୍ୱାରା ଆମେ ମନୁଷ୍ୟ ହେବୁ, ଯାହାଦ୍ୱାରା ମନୁଷ୍ୟ ପ୍ରସ୍ତୁତ ହୁଏ। ଏପରି ସର୍ବାଙ୍ଗ ସମ୍ପନ୍ନ ଶିକ୍ଷାର ପ୍ରୟୋଜନ। ଆମମାନଙ୍କୁ ସମଗ୍ର ଜାତିର ଆଧ୍ୟାତ୍ମିକ ଓ ଲୌକିକ ଶିକ୍ଷାର ଭାର ଗ୍ରହଣ କରିବାକୁ ହେବ। ଏଥିରୁ କ'ଣ ବୁଝୁଛ? ତୁମମାନଙ୍କୁ ତାହାର କଳ୍ପନା କରିବାକୁ ହେବ, ତାହାର ଆଲୋଚନା କରିବାକୁ ହେବ, ତାହା ସମ୍ବନ୍ଧରେ ଚିନ୍ତା କରିବାକୁ ହେବ, ପରିଶେଷରେ ତାହାକୁ କାର୍ଯ୍ୟରେ ପରିଣତ କରିବାକୁ ହେବ। ଯେତେଦିନ ପର୍ଯ୍ୟନ୍ତ ତୁମେ ଏହା ନ କରିଛ, ସେତେଦିନ ପର୍ଯ୍ୟନ୍ତ ତୁମ ଜାତିର ଉଦ୍ଧାର ନାହିଁ। ତୁମେମାନେ ବର୍ତ୍ତମାନ ଯେଉଁ ଶିକ୍ଷା ଲାଭ କରୁଛ, ତାହାର କେତେଗୁଡ଼ିଏ ଗୁଣ ଅଛି ସତ, କିନ୍ତୁ ତାହାର ପୁଣି କେତେଗୁଡ଼ିଏ ଦୋଷ ମଧ୍ୟ ଅଛି। ପୁଣି ଏହି ଦୋଷ ଏତେ ବେଶୀ ଯେ ଗୁଣ ଭାଗ ଏଥିରେ ବୁଡ଼ିଯାଏ। ପ୍ରଥମତଃ, ଏହି ଶିକ୍ଷାରେ ମନୁଷ୍ୟ ପ୍ରସ୍ତୁତ ହୁଅନ୍ତି ନାହିଁ। ଏହି ଶିକ୍ଷା ସମ୍ପୂର୍ଣ୍ଣ ନାସ୍ତି ଭାବପୂର୍ଣ୍ଣ। ଏହିପରି ଶିକ୍ଷାରେ ଅଥବା ଅନ୍ୟ ଯେକୌଣସି ଶିକ୍ଷାରେ ଏହିପରି ସବୁ ଭାଙ୍ଗି ରୁଜିଯାଏ, ତାହା ମୃତ୍ୟୁ ଅପେକ୍ଷା ମଧ୍ୟ ଭୟାନକ। ବାଳକ ସ୍କୁଲକୁ ଯାଇ ପ୍ରଥମେ ଶିଖିଲା ତାହାର ବାପ ଗୋଟାଏ ମୂର୍ଖ, ଦ୍ୱିତୀୟତଃ ତାହାର ପିତାମହ ଗୋଟାଏ ପାଗଳ, ତୃତୀୟତଃ ପ୍ରାଚୀନ ଆଚାର୍ଯ୍ୟଗଣ ସମସ୍ତେ ଭଣ୍ଡ ଏବଂ ଚତୁର୍ଥରେ ସବୁ ଶାସ୍ତ୍ର ମିଥ୍ୟା। 16 ବର୍ଷ ବୟସ ହେବା ପୂର୍ବରୁ ହିଁ ସେ ଗୋଟିଏ ପ୍ରାଣହୀନ, ମେରୁଦଣ୍ଡହୀନ ନାମର ସମଷ୍ଟିରେ ପରିଣତ ହୁଏ। ଆଉ ଏହାର ଫଳ ଏହା ହିଁ ହୋଇଛି ଯେ ଏହିପରି 50 ବର୍ଷର ଶିକ୍ଷାରେ ଭାରତର 3 ପ୍ରେସିଡେନ୍ସି ମଧ୍ୟରେ ଗୋଟାଏ ହେଲେ ଲୋକ ମଧ୍ୟ ଜନ୍ମିଲା ନାହିଁ। ମୌଳିକତା ଭାବପୂର୍ଣ୍ଣ ଯେ କେହି ଏଠାରେ ଜନ୍ମଲାଭ କରିଛନ୍ତି, ସେ ଏ ଦେଶର ନୁହନ୍ତି, ଅନ୍ୟତ୍ର ଶିକ୍ଷା ଲାଭ କରିଛନ୍ତି, ଅଥବା ସେମାନେ ନିଜ ନିଜକୁ କୁସଂସ୍କାରରୁ ମୁକ୍ତ କରିବା ପାଇଁ ପ୍ରାଚୀନ ଶିକ୍ଷା ପ୍ରଣାଳୀ ଅବଲମ୍ବନ କରିଛନ୍ତି। ସେହିପରି ଆମର ପିଲାମାନଙ୍କର ଯେଉଁ ବିଦ୍ୟା ଶିକ୍ଷା ହେଉଛି, ତାହା ମଧ୍ୟ ଏକାନ୍ତ ନୀତିଭାବପୂର୍ଣ୍ଣ। ସ୍କୁଲ ବାଳକ କିଛି ମାତ୍ର ଶିଖେ ନାହିଁ, କେବଳ ସବୁ ଭାଙ୍ଗି ଚୁରିଯାଏ। ଫଳ ହେଉଛି ଶ୍ରଦ୍ଧାହୀନତ୍ୱ। ଯେଉଁ ଶ୍ରଦ୍ଧା ବେଦ ବେଦାନ୍ତର ମୂଳମନ୍ତ୍ର, ଯେଉଁ ଶ୍ରଦ୍ଧା ବଳରେ ଏ ଜଗତ ଚାଲୁଛି, ସେ ଶ୍ରଦ୍ଧାର ଲୋପ। ଅଜ୍ଞଶ୍ଚ ଶ୍ରଦ୍ଧାନଶ୍ଚ ସଂଶୟାତ୍ମା ବିନଶ୍ୟତି, ଗୀତାରେ କୁହାଯାଇଛି। ସେଥିପାଇଁ ଆମେ ବିନାଶର ଏତେ ନିକଟରେ। ବର୍ତ୍ତମାନ ଉପାୟ ହେଉଛି ଶିକ୍ଷାର ପ୍ରସାର। ପ୍ରଥମ, ଆତ୍ମବିଦ୍ୟା। ଏ କଥା କହିବା ମାତ୍ରେ ଯେ ଜଟାଜୁଟ, ଦଣ୍ଡ, କମଣ୍ଡଳୁ ଓ ଗିରିଘୁଆ ମନକୁ ଆସେ, ମୋର ମନ୍ତବ୍ୟ ତାହା ନୁହେଁ। ତେବେ କ'ଣ? ଯେଉଁ ଜ୍ଞାନରେ ଭବବନ୍ଧନରୁ ମୁକ୍ତି ମିଳିପାରେ, ସେଥିରେ ଏହି ସାମାନ୍ୟ ବୈଷୟିକ ଉନ୍ନତି କ'ଣ ହେବ ନାହିଁ? ଅବଶ୍ୟ ହେବ। ମୁକ୍ତି, ବୈରାଗ୍ୟ, ତ୍ୟାଗ ଏସବୁ ତ ମହାଶ୍ରେଷ୍ଠ ଆଦର୍ଶ। କିନ୍ତୁ ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍। ଦ୍ୱୈତ, ବିଶିଷ୍ଟାଦ୍ୱୈତ, ଅଦ୍ୱୈତ, ଶୈବ ସିଦ୍ଧାନ୍ତ, ବୈଷ୍ଣବ, ଶାକ୍ତ, ଏପରିକି ବୌଦ୍ଧ ଓ ଜୈନ ପ୍ରଭୃତି ଯେକୌଣସି ସମ୍ପ୍ରଦାୟ ଏ ଭାରତରେ ଉଠିଛି, ସମସ୍ତେ
ଏ ବିଷୟରେ ଏକ ବାକ୍ୟ ଯେ ଏହି ଜୀବାତ୍ମାରେ ହିଁ ଅନନ୍ତ ଶକ୍ତି ନିହିତ ଅଛି। ପିପିଲିକା ଠାରୁ ଉଚ୍ଚତମ ସିଦ୍ଧ ପୁରୁଷ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ସେହି ଆତ୍ମା, ତଫାତ୍ କେବଳ ପ୍ରକାଶର ତାରତମ୍ୟରେ। ବରଣ ଭେଦସ୍ତୁ ତତଃ କ୍ଷତ୍ରିକବତ୍ ପାତଞ୍ଜଳ ଯୋଗସୂତ୍ରରେ ରହିଛି। ଅବକାଶ ଓ ଉପଯୁକ୍ତ ଦେଶକାଳ ପାଇଲେ ହିଁ ସେହି ଶକ୍ତିର ବିକାଶ ହୁଏ। କିନ୍ତୁ ବିକାଶ ହେଉ ବା ନ ହେଉ, ସେହି ଶକ୍ତି ପ୍ରତ୍ୟେକ ଜୀବରେ ବିଦ୍ୟମାନ ଆବ୍ରହ୍ମ ସ୍ତମ୍ଭ ପର୍ଯ୍ୟନ୍ତ। ଏହି ଶକ୍ତିର ଉଦ୍ବୋଧନ କରିବାକୁ ହେବ ଦ୍ୱାରେ ଦ୍ୱାରେ ଯାଇ। ଜଗତରେ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ଯଥାର୍ଥ ଚିନ୍ତାର ଓ ମୌଳିକ ଚିନ୍ତାର ଉଦ୍ଭବ ହୋଇଛି, ତାହାର ପରିମାଣ ମୁଷ୍ଟିମେୟ। ଆମମାନଙ୍କ ପାଇଁ ଯେଉଁ ସବୁ ଚିନ୍ତା ସେମାନେ ଲିପିବଦ୍ଧ କରିଯାଇଛନ୍ତି, ସେଗୁଡ଼ିକୁ ପାଠ କରି ଦେଖ। ସେଗୁଡ଼ିକୁ ପଢ଼ିଲେ ଗ୍ରନ୍ଥକାରଙ୍କର ମହତ୍ଵ ବିଷୟରେ ସନ୍ଦେହ ହୁଏ। ଯଦିଓ ଜୀବଦ୍ଦଶାରେ ସେମାନେ ମହାମାନବ ବୋଲି ସୁବିଦିତ ଥିଲେ, ତେବେ ସେମାନେ ଏତେ ବଡ଼ ହେଲେ କିପରି? କେବଳ ତାଙ୍କର ଚିନ୍ତା, ସେମାନଙ୍କର ଲେଖା ବା ଗ୍ରନ୍ଥ କିମ୍ବା ସେମାନଙ୍କର ବକ୍ତୃତା ପାଇଁ ସେମାନେ ଏତେ ମହାନ ହୋଇନାହାନ୍ତି। ତେଣୁ ଏସବୁ ବ୍ୟତୀତ ଆଉ କିଛି ତାଙ୍କ ମଧ୍ୟରେ ଥିଲା ଯାହା ଆମେ ବର୍ତ୍ତମାନ ଜାଣିପାରୁନାହୁଁ। ତାହା ହେଉଛି ତାଙ୍କର ବ୍ୟକ୍ତିତ୍ୱ। ମୁଁ ଆଗରୁ କହିଛି ଯେ ଏହିସବୁ କ୍ଷେତ୍ରରେ ମନୁଷ୍ୟଟିର ବ୍ୟକ୍ତିତ୍ୱର ପ୍ରଭାବ 3 ଭାଗରୁ 2 ଭାଗ, ଆଉ ତାହାର ବୁଦ୍ଧିର ଓ ତାହାର ଭାଷାର ପ୍ରଭାବ 3 ଭାଗରୁ ଭାଗେ। ପ୍ରତ୍ୟେକ ଲୋକ ମଧ୍ୟରେ ତାହାର ପ୍ରକୃତ ବ୍ୟକ୍ତିତ୍ୱଟି କାର୍ଯ୍ୟ କରେ। ଆମମାନଙ୍କର କ୍ରିୟାଗୁଡ଼ିକ ତାହାର ହିଁ ବହିଃପ୍ରକାଶ। ମଣିଷ ବଞ୍ଚିଥିଲେ ତାହାର ପ୍ରକାଶ ନିଶ୍ଚୟ ହେବ। କାରଣକୁ ଅନୁସରଣ କରିବାକୁ କାର୍ଯ୍ୟ ବାଧ୍ୟ। ପରବର୍ତ୍ତୀ ବିଷୟ ହେଉଛି ଶିକ୍ଷା ଆମମାନଙ୍କ ମଧ୍ୟରେ ବିଶ୍ୱାସ ଓ ଆତ୍ମସମ୍ମାନକୁ ଜାତୀୟତା ଭାବରେ ଦୃଢ଼ କରିବା ଦରକାର। ପ୍ରାୟ ଆମୂଳଚୂଳ ଆଜିକାଲିର ବିଶ୍ୱବିଦ୍ୟାଳୟର ଶିକ୍ଷା ପ୍ରଣାଳୀ ଦୋଷଦୁଷ୍ଟ। କେବଳ ଚୂଡ଼ାନ୍ତ କିରାଣୀ ଗଢ଼ିବା କଳା ବ୍ୟତୀତ ଆଉ କିଛି ନୁହେଁ। ଖାଲି ସେତିକି ହୋଇଥିଲେ ବି ବଞ୍ଚି ଯାଇଥାନ୍ତା। ମନୁଷ୍ୟଗୁଡ଼ାକ ଏକାବେଳକେ ଶ୍ରଦ୍ଧା ବିଶ୍ୱାସ ବର୍ଜିତ ହୋଇପଡ଼ୁଛନ୍ତି। ଗୀତାକୁ ପ୍ରକ୍ଷିପ୍ତ କହିବେ, ବେଦକୁ ଚଷାର ଗୀତ କହିବେ। ଭାରତର ବାହାରେ ଯାହା କିଛି ଅଛି ତାର ନାଡ଼ି ନକ୍ଷତ୍ରର ଖବର ରଖୁଛନ୍ତି। ନିଜର କିନ୍ତୁ 7 ପୁରୁଷ ଚୁଲିକୁ ଯାଉ 3 ପୁରୁଷର ନାମ ମଧ୍ୟ ଜାଣନ୍ତି ନାହିଁ। ଯାହାଙ୍କ ଦେଶର ଇତିହାସ ନାହିଁ, ତାଙ୍କର କିଛି ନାହିଁ। ଯାହାର ମୁଁ ଏତେ ବଡ଼ ବଂଶର ପିଲା ବୋଲି ଗୋଟାଏ ବିଶ୍ୱାସ ଓ ଗର୍ବ ଥାଏ, ସେ କେବେ କ'ଣ ମନ୍ଦ ହୋଇପାରେ? କିଭଳି ବା ହେବ? ତାହାର ସେହି ବିଶ୍ୱାସଟା ଏପରି ଲଗାମ ଟାଣି ରଖିବ ଯେ ସେ ମରିଗଲେ ମଧ୍ୟ କୌଣସି ମନ୍ଦ କାମ କରିପାରିବ ନାହିଁ। ସେହିପରି ଗୋଟାଏ ଜାତିର ଇତିହାସ ସେହି ଜାତିକୁ ଲଗାମ ଟାଣି ରଖେ, କଦାପି ନୀଚ ହେବାକୁ ଦେବ ନାହିଁ। ମୁଁ ବୁଝୁଛି, ତୁ କହିବୁ ଆମର ଇତିହାସ ତ ନାହିଁ। ତୁମମାନଙ୍କ ମତରେ ନାହିଁ, ତୁମମାନଙ୍କ ବିଶ୍ୱବିଦ୍ୟାଳୟର ପଣ୍ଡିତମାନଙ୍କ ମତରେ ନାହିଁ। ପୁଣି ଏକା ଦୌଡ଼ରେ ବିଲାତ ବୁଲି ଆସି ସାହେବ ସାଜି ଯେଉଁମାନେ କହନ୍ତି ଆମର କିଛି ନାହିଁ, ଆମେ ବର୍ବର, ସେମାନଙ୍କ ମତରେ ନାହିଁ। ମୁଁ କହୁଛି, ଅନ୍ୟାନ୍ୟ ଦେଶ ଭଳି ଆମର ନାହିଁ। ଆମେ ଭାତ ଖାଉ, ବିଲାତର ଲୋକେ ଭାତ ଖାଆନ୍ତି ନାହିଁ। ତା ବୋଲି କ'ଣ ସେମାନେ ଉପବାସରେ ମରି ଭୂତ ହେଉଛନ୍ତି? ସେମାନଙ୍କ ଦେଶରେ ଯାହା ଅଛି ସେମାନେ ତାହା ଖାଆନ୍ତି। ସେହିଭଳି ତୁମ ଦେଶର ଇତିହାସ ଯେପରି ରହିବା ଦରକାର ହୋଇଥିଲା, ସେହିପରି ଅଛି। ତୁମେ ଆଖି ବୁଜି ନାହିଁ ନାହିଁ ବୋଲି ପାଟି କଲେ କ'ଣ ଇତିହାସ ଲୁପ୍ତ ହୋଇଯିବ? ଯାହାଙ୍କର ଆଖି ଅଛି ସେମାନେ ସେହି ଜ୍ୱଳନ୍ତ ଇତିହାସ ବଳରେ ଏପର୍ଯ୍ୟନ୍ତ ସଜୀବ ଅଛନ୍ତି। ତେବେ ସେହି ଇତିହାସକୁ ନୂତନ ଛାଞ୍ଚରେ ଗଢ଼ି ନେବାକୁ ହେବ। ବର୍ତ୍ତମାନ ପାଶ୍ଚାତ୍ୟ ଶିକ୍ଷା ଦାଉରେ ଲୋକଙ୍କର ଯେଉଁ ବୁଦ୍ଧି ଗଜୁରୁଛି, ଠିକ୍ ସେହିଭଳି ଇତିହାସକୁ ଉପଯୁକ୍ତ କରିନେବାକୁ ହେବ। କେବଳ ଶିକ୍ଷା, ଶିକ୍ଷା, ଶିକ୍ଷା। ୟୁରୋପର ବହୁ ନଗର ପର୍ଯ୍ୟଟନ କରି ସେମାନଙ୍କ ଦରିଦ୍ରଗଣଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଓ ବିଦ୍ୟା ଦେଖି ଆମର ଗରିବମାନଙ୍କ କଥା ମନେ ପକାଇ ଅଶ୍ରୁ ଜଳ ବିସର୍ଜନ କରୁଥିଲି। କାହିଁକି ଏ ପାର୍ଥକ୍ୟ ହେଲା? ଜବାବ ପାଇଲି, ଶିକ୍ଷା। ଶିକ୍ଷା ବଳରେ
ଆତ୍ମପ୍ରତ୍ୟୟ ବଳରେ ଅନ୍ତର୍ନିହିତ ବ୍ରହ୍ମ ଜାଗି ଉଠୁଛନ୍ତି ଆଉ ଆମର କ୍ରମେ ସେ ସଙ୍କୁଚିତ ହେଉଛନ୍ତି। ଏହା ପରର ବିଷୟ ହେଉଛି ବିଭିନ୍ନ ଭାବ ସମୂହ ଗ୍ରହଣ କରି ଚରିତ୍ର ଗଠନ କରିବା ଶିକ୍ଷାର ଉଦ୍ଦେଶ୍ୟ ହେବା ଉଚିତ। ମୁଣ୍ଡରେ କେତେଗୁଡ଼ିଏ ଭାବ ପୁରାଇ ସାରା ଜୀବନ ହଜମ ହେଲା ନାହିଁ, ଅସମ୍ବଦ୍ଧ ଭାବରେ ମୁଣ୍ଡରେ ଘୂରିବାକୁ ଲାଗିଲା, ଏହାକୁ ଶିକ୍ଷା କୁହାଯାଏ ନାହିଁ। ଆମମାନଙ୍କୁ ବିଭିନ୍ନ ଭାବ ସମୂହକୁ ଏପରି ଭାବରେ ନିଜର କରିନେବାକୁ ହେବ ଯାହାଦ୍ୱାରା ଆମମାନଙ୍କ ଜୀବନ ଗଠିତ ହେବ, ମନୁଷ୍ୟ ପ୍ରସ୍ତୁତ ହେବେ, ଚରିତ୍ର ଗଠିତ ହେବ। ଯଦି ତୁମେମାନେ 5ଟି ଭାବ ହଜମ କରି ଜୀବନ ଓ ଚରିତ୍ର ଏହି ଭାବରେ ଗଠିତ କରିପାର, ତେବେ ଯେଉଁ ବ୍ୟକ୍ତି ଗୋଟାଏ ସମ୍ପୂର୍ଣ୍ଣ ଲାଇବ୍ରେରୀ ମୁଖସ୍ଥ କରିଛି ତାହା ଅପେକ୍ଷା ତୁମର ଅଧିକ ଶିକ୍ଷା ହୋଇଛି ବୋଲି କହିବାକୁ ପଡ଼ିବ। ଯଦି ଶିକ୍ଷା କହିଲେ କେବଳ କେତେଗୁଡ଼ିଏ ବିଷୟ ଜାଣିବା ମାତ୍ର ବୁଝାଏ, ତେବେ ଲାଇବ୍ରେରୀ ଗୁଡ଼ିକ ତ ଜଗତର ଶ୍ରେଷ୍ଠ ସାଧୁ। ଅଭିଧାନ ସମୂହ ତ ଋଷି ହେବେ। ଶାସ୍ତ୍ର ପାଠ ଦ୍ୱାରା ମଧ୍ୟ ଆଧ୍ୟାତ୍ମିକତା ଲାଭ କରାଯାଏ ନାହିଁ। ଜଗତରେ ଯେତେ ଗ୍ରନ୍ଥ ଅଛି ସବୁ ଆମେମାନେ ପଢ଼ି ଶେଷ କରିଦେଇପାରୁ, ତଥାପି ଧର୍ମ ବା ଈଶ୍ୱରଙ୍କ ବିଷୟରେ ଆମେ କିଛି ଜାଣିପାରିବା ନାହିଁ। ଆମେ ସାରା ଜୀବନ ତର୍କ ବିଚାର କରିପାରୁ, କିନ୍ତୁ ନିଜେ ପ୍ରତ୍ୟକ୍ଷ ଅନୁଭବ ନ କଲେ ସତ୍ୟର କିଛି ହେଲେ ବୁଝିପାରିବୁ ନାହିଁ। କେତେ ଖଣ୍ଡ ପୁସ୍ତକ ପଢ଼ିବାକୁ ଦେଇ ତୁମେ କୌଣସି ବ୍ୟକ୍ତିକୁ ଅସ୍ତ୍ର ଚିକିତ୍ସକ କରାଇ ପାରିବ ନାହିଁ, ଯଦ୍ୱାରା ଚରିତ୍ର ଗଠନ ହୁଏ, ମନର ଶକ୍ତି ବଢ଼େ, ବୁଦ୍ଧିର ବିକାଶ ହୁଏ, ନିଜ ପାଦରେ ନିଜେ ଠିଆ ହେବାକୁ ସମର୍ଥ ହୁଏ। ସେହି ପ୍ରକାର ଶିକ୍ଷା ଆବଶ୍ୟକ। ଶାରୀରିକ ଦୌର୍ବଲ୍ୟ ଆମର ଅନ୍ତତଃ 1/3 ଦୁଃଖର କାରଣ। ଆମେ ଆଳସ୍ୟ ପରାୟଣ, ଆମେ କାର୍ଯ୍ୟ କରିପାରୁନାହିଁ, ଆମେ ଏକତ୍ର ମିଳିତ ହୋଇପାରୁନାହିଁ। ଆମେ ଭାବୁ ଅନେକ ଜିନିଷ, କାର୍ଯ୍ୟରେ ପରିଣତ କରିପାରୁନାହିଁ। ଏହିପରି ଶୁଆପରି ଚିନ୍ତା ଆମ ଅଭ୍ୟାସ ଭିତରକୁ ଚାଲି ଆସିଛି। ଆଚରଣରେ ଆମେ ପଶ୍ଚାତ୍ପଦ। ଏହାର କାରଣ କ'ଣ? ଶାରୀରିକ ଦୁର୍ବଳତା ହିଁ ଏହାର କାରଣ। ଦୁର୍ବଳ ମସ୍ତିଷ୍କ କିଛି କରିପାରେ ନାହିଁ। ଆମକୁ ଏହା ବଦଳାଇ ସବଳ ମସ୍ତିଷ୍କ ହେବାକୁ ପଡ଼ିବ। ଆମର ଯୁବକମାନଙ୍କୁ ସବଳ ହେବାକୁ ପଡ଼ିବ। ଧର୍ମ ପରେ ଆସିବ। ହେ ମୋର ଯୁବକ ବନ୍ଧୁଗଣ, ତୁମେମାନେ ସବଳ ହୁଅ। ଏହା ହିଁ ତୁମମାନଙ୍କ ପ୍ରତି ମୋର ଉପଦେଶ। ଗୀତା ପାଠ ଅପେକ୍ଷା ଫୁଟବଲ ଖେଳିଲେ ତୁମେ ସ୍ୱର୍ଗର ଅଧିକତର ସମୀପବର୍ତ୍ତୀ ହେବ। ତୁମ ଶରୀର ଟିକିଏ ଶକ୍ତ ହୋଇଗଲେ ତୁମେ ଗୀତା ଭଲ ବୁଝିପାରିବ। ଯେତେବେଳେ ତୁମମାନଙ୍କର ରକ୍ତ ଟିକିଏ ତାଜା ହୋଇଯିବ, ସେତେବେଳେ ଶ୍ରୀକୃଷ୍ଣଙ୍କ ମହତୀ ପ୍ରତିଭା ଓ ମହାନ ବୀର୍ଯ୍ୟ ଭଲ କରି ବୁଝିପାରିବ। ଜାପାନରେ ଭାରତ ଭଳି ବିଦ୍ୟାର ବଦ୍ହଜମ ନାହିଁ। ସେମାନେ ସାହେବମାନଙ୍କର ସବୁକିଛି ଭଲ ଗୁଣ ନେଇଛନ୍ତି, କିନ୍ତୁ ସେମାନେ ଜାପାନୀ ହୋଇ ରହିଛନ୍ତି, ସାହେବ ହୋଇନାହାନ୍ତି। ତୁମ ଦେଶରେ ସାହେବ ହେବା ଯେ ଗୋଟାଏ ବିଷମ ରୋଗ ହୋଇଉଠିଛି। ତୁମର ଶିକ୍ଷାର ଉଦ୍ଦେଶ୍ୟ କ'ଣ? ହୁଏତ କିରାଣୀଗିରି, ନହେଲେ ଗୋଟାଏ ଦୁଷ୍ଟ ଓକିଲ ହେବା, ନହେଲେ ଖୁବ୍ ଜୋର କିରାଣୀଗିରିର ହିଁ ରୂପାନ୍ତର ଗୋଟାଏ ଡେପୁଟିଗିରି ଚାକିରି। ଏଇ ତ। ଏଥିରେ ତୁମର ବା କ'ଣ ହେଲା, ଆଉ ଦେଶର ବା କ'ଣ ହେଲା? ଥରେ ଆଖି ମେଲି ଦେଖ। ସ୍ୱର୍ଣ୍ଣପ୍ରସୂ ଭାରତ ଭୂମିରେ ଅନ୍ନ ପାଇଁ କି ହାହାକାରଟା ଉଠିଛି। ତୁମର ଏହି ଶିକ୍ଷାରେ ସେ ଅଭାବ ପୂର୍ଣ୍ଣ ହେବ କି? କେବେ ନୁହେଁ। ଯେଉଁ ବିଦ୍ୟାର ଉନ୍ମେଷ ଦ୍ୱାରା ଇତର ସାଧାରଣଙ୍କୁ ଜୀବନ ସଂଗ୍ରାମରେ ସମର୍ଥ କରାଯାଇପାରେ ନାହିଁ, ଯାହା ମନୁଷ୍ୟର ଚରିତ୍ର ବଳ, ପରାର୍ଥ ତତ୍ପରତା, ସିଂହ ସାହସିକତା ଆଣିଦିଏ ନାହିଁ, ସେ ପୁଣି କି ଶିକ୍ଷା? କେତେଗୁଡ଼ିଏ ପରର କଥା ଭାଷାନ୍ତର କରି ମୁଖସ୍ଥ କରି ମୁଣ୍ଡ ଭିତରେ ପୁରାଇ ପାସ୍ କରି ଭାବୁଛ ଆମେ ଶିକ୍ଷିତ। ଛି ଛି, ଏହାର ନାମ ପୁଣି ଶିକ୍ଷା? ତୁମର ଶିକ୍ଷାର ଉଦ୍ଦେଶ୍ୟ କ'ଣ? ବାପରେ, ପାସ୍ ପାଇଁ କି ଧୁମଧାମ, ପୁଣି 2 ଦିନ ପରେ ସବୁ ଥଣ୍ଡା, ସବୁ ଚୁପଚାପ। କ'ଣ ଶିଖିଲେ? ନା ନିଜର ସମସ୍ତ ଖରାପ, ସାହେବମାନଙ୍କର ସମସ୍ତ ଭଲ। ଶେଷରେ ଅନ୍ନ ଜୁଟେ ନାହିଁ। ଏଭଳି ଉଚ୍ଚଶିକ୍ଷା ଥିଲେ କେତେ ବା ଗଲେ କେତେ? ତାହା ଅପେକ୍ଷା ଟିକିଏ କାରିଗରୀ ଶିକ୍ଷା ପାଇଲେ ଲୋକମାନେ କିଛି କରି ଖାଇବାକୁ ପାଇବେ।
ଚାକିରି ଚାକିରି କହି ଆଉ ପାଟିତୁଣ୍ଡ କରିବେ ନାହିଁ। ବୈଦେଶିକ ଶାସନରେ ଆଉ କ'ଣ ଆଶା କରାଯାଏ? ବିଦେଶୀ ବିଜେତାମାନେ ଆମମାନଙ୍କର କଲ୍ୟାଣ କରିବା ପାଇଁ ତ ଆସିନାହାନ୍ତି, ସେମାନେ ଧନ ସମ୍ପଦ ଚାହାନ୍ତି। ମୁଁ 12 ବର୍ଷ କଠୋର ଅଧ୍ୟୟନ କରି କଲିକତା ବିଶ୍ୱବିଦ୍ୟାଳୟରୁ BA ପାସ୍ କରିଛି, କିନ୍ତୁ ମୋ ଦେଶରେ ମୁଁ ମାସରେ $5 ମଧ୍ୟ ଆୟ କରିପାରେ ନାହିଁ। ଏହା କ'ଣ ଆପଣମାନେ ବିଶ୍ୱାସ କରିବେ? ଏହା ହିଁ ପ୍ରକୃତ ଅବସ୍ଥା। ବିଦେଶୀ ପ୍ରବର୍ତ୍ତିତ ଶିକ୍ଷା ଆୟତନଗୁଡ଼ିକର ଉଦ୍ଦେଶ୍ୟ ବହୁ ସଂଖ୍ୟକ କିରାଣୀ, ପୋଷ୍ଟମାଷ୍ଟର, ଟେଲିଗ୍ରାଫ ଅପରେଟର ପ୍ରଭୃତି ତିଆରି କରି ଅଳ୍ପ ଅର୍ଥର ବିନିମୟରେ ପ୍ରୟୋଜନର ଉପଯୋଗୀ ଦଳେ କାର୍ଯ୍ୟଦକ୍ଷ କ୍ରୀତଦାସ ପାଇବା। ଏହା ହିଁ ହେଲା ଏହି ଶିକ୍ଷାର ସ୍ୱରୂପ। ଆମର କ'ଣ ଦରକାର ଜାଣୁ? ସ୍ୱାଧୀନ ଭାବରେ ସ୍ୱଦେଶୀ ବିଦ୍ୟା ସହିତ ଇଂରାଜୀ ଓ ବିଜ୍ଞାନ ପଢ଼ାଯାଉ। ଦରକାର କାରିଗରୀ ବିଦ୍ୟା, ଯହିଁରେ ଶିଳ୍ପ ବଢ଼ିବ। ଲୋକମାନେ ଚାକିରି ନ କରି 2 ପଇସା ଉପାର୍ଜନ କରି ଖାଇବାକୁ ପାଇବେ। ଆମର ପରବର୍ତ୍ତୀ ବିଷୟ ହେଉଛି ଶିକ୍ଷା ଛାତ୍ରକୁ ଜ୍ଞାନ ଆହରଣ ପାଇଁ ସକ୍ଷମ କରିବା ଉଚିତ। କେହି କାହାରିକୁ ଶିଖାଇ ପାରେ ନାହିଁ। ଶିକ୍ଷକ ଶିଖାଉଛି ମନେକରି ସବୁ ମାଟି କରି ବସେ। ଗୋଟିଏ ଚାରା ଗଛକୁ ବଢ଼ାଇବା ତୁମ ପକ୍ଷରେ ଯେତିକି ସମ୍ଭବ, ଗୋଟିଏ ଶିଶୁକୁ ଶିକ୍ଷା ଦେବା ମଧ୍ୟ ତୁମ ପକ୍ଷରେ ସେତିକି ସମ୍ଭବ, ତାଠାରୁ ବେଶୀ ନୁହେଁ। ଆପଣମାନେ ଗୋଟିଏ ଗଛକୁ ତାହାର ଅନୁପଯୋଗୀ ମୃତ୍ତିକା ଉପରେ ବସାଇ କେବେ ହେଲେ ବଡ଼ କରିଦେଇ ପାରନ୍ତି ନାହିଁ। ତେବେ ତାହାକୁ ତାହାର ନିଜ ଭାବରେ ଉନ୍ନତି କରିବା ପାଇଁ ଆପଣମାନେ ସାହାଯ୍ୟ କରିପାରନ୍ତି। ଆପଣମାନେ ତାହାକୁ ପ୍ରତ୍ୟକ୍ଷ ଭାବରେ କିଛି ଦେଇ ସାହାଯ୍ୟ କରିପାରିବେ ନାହିଁ। ତାହାର ଉନ୍ନତିର ବିଘ୍ନଗୁଡ଼ିକୁ ଦୂର କରି ପରୋକ୍ଷ ଭାବରେ ସାହାଯ୍ୟ କରିପାରନ୍ତି। ମାଟିକୁ ଅଳ୍ପ ଖୋଳି ଦିଅନ୍ତୁ, ଯଦ୍ୱାରା ଅଙ୍କୁରଟି ସହଜରେ ବାହାରିପାରେ। ତାହାର ଚତୁର୍ଦିଗରେ ବାଡ଼ ଦେଇପାରନ୍ତି, ଯେପରିକି କୌଣସି ଜୀବଜନ୍ତୁ ତାହାକୁ ଖାଇ ନ ପକାନ୍ତି। ଯେପରି ବୀଜକୁ ଜଳ, ମୃତ୍ତିକା, ବାୟୁ ପ୍ରଭୃତି ତାହାର ବୃଦ୍ଧି ପାଇଁ ପ୍ରୟୋଜନୀୟ ଜିନିଷଗୁଡ଼ିକ ଯୋଗାଇ ଦେଲେ, ଏହା ନିଜ ପ୍ରକୃତିର ନିୟମ ଅନୁଯାୟୀ ଯାହା କିଛି ଆବଶ୍ୟକ ଗ୍ରହଣ କରେ ଓ ନିଜର ସ୍ୱଭାବ ଅନୁଯାୟୀ ବଢ଼େ। ଶିଶୁର ଶିକ୍ଷା ସମ୍ବନ୍ଧରେ ମଧ୍ୟ ଏହିଭଳି। ଆପଣଙ୍କର କାର୍ଯ୍ୟ ଏହିଠାରେ ହିଁ ଶେଷ। ଶିଶୁ ନିଜେ ନିଜେ ହିଁ ଶିକ୍ଷା ପାଇଥାଏ। ବେଦାନ୍ତ କହେ, ମନୁଷ୍ୟ ଭିତରେ ସବୁ ଅଛି, ଗୋଟାଏ ପିଲା ମଧ୍ୟରେ ମଧ୍ୟ ସବୁ ଅଛି, କେବଳ ସେଗୁଡ଼ିକୁ ଜାଗ୍ରତ କରାଇବାକୁ ହେବ। ଏତିକି ମାତ୍ର ଶିକ୍ଷକର କାମ। ପିଲାମାନେ ଯଦ୍ୱାରା ନିଜ ନିଜ ହାତ, ଗୋଡ଼, ନାକ, ଆଖି ବ୍ୟବହାର କରି ନିଜର ବୁଦ୍ଧି ଖଟାଇ ନେବାକୁ ଶିକ୍ଷା କରିପାରିବେ, ସେତିକି କରିଦେବାକୁ ହେବ। ତାହେଲେ ପରିଣାମରେ ସବୁ ସହଜ ହୋଇଯିବ। ଛୋଟ ପିଲାମାନଙ୍କୁ ଗଧ ପିଟା କରି ଘୋଡ଼ା ବନାଇବା ଭଳି ଶିକ୍ଷା ଦେବାଟା ଏକାବେଳକେ ଉଠାଇ ଦେବାକୁ ହେବ। ପିତାମାତାଙ୍କ ଅନ୍ୟାୟ ତାଗିଦ ଫଳରେ ପିଲାମାନେ ଯେ ଟିକିଏ ଫୁର୍ତ୍ତି କରିପାରନ୍ତି ନାହିଁ। ସମସ୍ତଙ୍କ ଭିତରେ ଅନନ୍ତ ଭାବ ରହିଛି। ସେହିସବୁ ଭାବର କୌଣସି ପ୍ରକାର ଅଭିବ୍ୟକ୍ତି ଦରକାର। ବଳପୂର୍ବକ ସଂସ୍କାର ସାଧନ ଚେଷ୍ଟାର ଫଳ ଏହି ଯେ ସେଥିରେ ସଂସ୍କାର ବା ଉନ୍ନତିର ଗତିରୋଧ ହୁଏ। କାହାକୁ କହ ନାହିଁ ତୁମେ ମନ୍ଦ, ବରଂ ତାହାକୁ କହ ତୁମେ ଭଲ ଅଛ, ଆହୁରି ଭଲ ହୁଅ। ତୁମେ ଯଦି କାହାକୁ ସିଂହ ହେବାକୁ ଦେବ ନାହିଁ, ତେବେ ସେ ଧୂର୍ତ୍ତ ଶୃଗାଳ ହୋଇ ଛିଡ଼ା ହେବ। ପରବର୍ତ୍ତୀ ବିଷୟ ହେଉଛି ଶିକ୍ଷା ଜୀବନ ସଂଗ୍ରାମର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ସକ୍ଷମ ହେବା ଆବଶ୍ୟକ। ବଡ଼ ବଡ଼ କଳକବ୍ଜା ତିଆରି କରିବା ଶିଖିଗଲେ ଉଚ୍ଚଶିକ୍ଷା ହୁଏ ନାହିଁ। ଜୀବନ ସମସ୍ୟାର ସମାଧାନ କରିବା ଦରକାର। ଯେଉଁ କଥା ଉପରେ ଆଜିକାଲି ସଭ୍ୟ ଜଗତ ଗଭୀର ଗବେଷଣାରେ ମଗ୍ନ, ଆଉ ଯାହାର ସିଦ୍ଧାନ୍ତ 1000 ବର୍ଷ ଆଗରୁ ଆମ ଦେଶରେ ହୋଇଯାଇଛି। କେତୋଟି ପାସ୍ କଲେ ବା ଭଲ ବକ୍ତୃତା କରିପାରିଲେ ହିଁ ତୁମ ପାଖରେ ଶିକ୍ଷିତ ହେଲେ। ଯେଉଁ ବିଦ୍ୟାର ଉନ୍ମେଷ ଦ୍ୱାରା ଇତର ସାଧାରଣଙ୍କୁ ଜୀବନ ସଂଗ୍ରାମରେ ସମର୍ଥ କରାଯାଇପାରେ ନାହିଁ, ଯାହା ମନୁଷ୍ୟ ଚରିତ୍ରବଳ, ପରାର୍ଥ ତତ୍ପରତା, ସିଂହ ସାହସିକତା ଆଣିଦିଏ ନାହିଁ, ସେ ପୁଣି କି ଶିକ୍ଷା? ଯେଉଁ ଶିକ୍ଷାରେ ଜୀବନରେ ନିଜ ଗୋଡ଼ରେ ଠିଆ ହେବାର ଶକ୍ତି ଆସେ,
ତାହା ହିଁ ହେଉଛି ଶିକ୍ଷା। ଆଜିକାଲିର ଏହିସବୁ ସ୍କୁଲ କଲେଜରେ ପଢ଼ି ତୁମେ ସବୁ କିପରି ଏକ ପ୍ରକାରର ଗୋଟାଏ ଅଜୀର୍ଣ୍ଣ ରୋଗାକ୍ରାନ୍ତ ଜାତି ତିଆରି ହେଉଛ। କେବଳ ମେସିନ୍ ପରି ଖଟୁଛ ଆଉ ଜାୟସ୍ୱ ମ୍ରିୟସ୍ୱ ଏହି ବାକ୍ୟର ସାକ୍ଷୀ ସ୍ୱରୂପ ହୋଇ ଠିଆ ହୋଇଛ। ଚଷାଭୁଷା ମଚି ମେହେନ୍ତର ଏମାନଙ୍କର କର୍ମତତ୍ପରତା ଓ ଆତ୍ମନିଷ୍ଠା ତୁମ ଅନେକଙ୍କଠାରୁ ଢେର ବେଶୀ। ଏମାନେ ନୀରବରେ ଚିରକାଳ କାମ କରିଯାଉଛନ୍ତି, ଦେଶର ଧନଧାନ୍ୟ ଉତ୍ପନ୍ନ କରୁଛନ୍ତି, ମୁହଁରେ କିନ୍ତୁ କଥାଟିଏ ନାହିଁ। ଏମାନେ ଅତି ଶୀଘ୍ର ତୁମ ଉପରକୁ ଉଠିଯିବେ। ପଇସା ତାଙ୍କ ହାତରେ ଯାଇ ପଡ଼ୁଛି, ତୁମ ପରି ସେମାନଙ୍କର ଅଭାବ ସକାଶେ ତାଡ଼ନା ନାହିଁ। ବର୍ତ୍ତମାନ ଶିକ୍ଷାରେ ତୁମର ବାହ୍ୟିକ ଚାଲିଚଳଣି ବଦଳି ଯାଉଛି, ଅଥଚ ନୂଆ ନୂଆ ଉଦ୍ଭାବନୀ ଶକ୍ତିର ଅଭାବରୁ ତୁମର ଅର୍ଥାଗମର ଉପାୟ ହେଉନାହିଁ। ତୁମେମାନେ ଏହିସବୁ ସହିଷ୍ଣୁ ନୀଚ ଜାତିମାନଙ୍କ ଉପରେ ଏତେ ଦିନ ଅତ୍ୟାଚାର କରି ଆସିଛ। ଏଥର ଏମାନେ ତା'ର ପ୍ରତିଶୋଧ ନେବେ, ଆଉ ତୁମେମାନେ ହା ଚାକିରି କରୁ କରୁ ଲୋପ ପାଇଯିବ। ତାହା କାହିଁକି ହେବ? ଜ୍ଞାନ ଉନ୍ମେଷ ହେଲେ ବି କୁମ୍ଭାର ହୋଇ ରହିବ, କେଉଟ ହୋଇ ରହିବ, ଚଷା ଚାଷ ହିଁ କରିବ। ଜାତି ବ୍ୟବସାୟ ଛାଡ଼ିବେ କାହିଁକି? ସହଜଂ କର୍ମ କୌନ୍ତେୟ ସ୍ୱଦୋଷମ୍ ଅପି ନ ତ୍ୟଜେତ୍। ଏହି ଭାବରେ ଶିକ୍ଷା ପାଇଲେ ଏମାନେ ନିଜ ନିଜ ବୃତ୍ତି ଛାଡ଼ିବେ କାହିଁକି? ଜ୍ଞାନ ବଳରେ ନିଜର ସହଜାତ କର୍ମ ଯେପରି ଆହୁରି ଭଲ କରିପାରିବେ ସେହି ଚେଷ୍ଟା କରିବେ। 10 କୋଡ଼ିଏ ପ୍ରତିଭାଶାଳୀ ଲୋକ ସମୟରେ ସେମାନଙ୍କ ଭିତରୁ ଅବଶ୍ୟ ଉଠିବେ। ତାଙ୍କୁ ଭଦ୍ର ଜାତିମାନେ ତୁମ ଶ୍ରେଣୀ ଭିତରକୁ ନେଇ ନେବ। ତେଜସ୍ୱୀ ବିଶ୍ୱାମିତ୍ରଙ୍କୁ ବ୍ରାହ୍ମଣମାନେ ଯେ ବ୍ରାହ୍ମଣ ବୋଲି ସ୍ୱୀକାର କରି ନେଇଥିଲେ, ସେଥିରେ କ୍ଷତ୍ରିୟ ଜାତି ବ୍ରାହ୍ମଣଙ୍କ ପାଖରେ କେତେ ଦୂର କୃତଜ୍ଞ ହୋଇଥିଲେ କହ ଦେଖି। ଏହିପରି ସହାନୁଭୂତି ଓ ସାହାଯ୍ୟ ପାଇଲେ ମନୁଷ୍ୟ ତ ଦୂରର କଥା, ପଶୁପକ୍ଷୀ ମଧ୍ୟ ଆପଣାର ହୋଇଯିବେ। ଆମର ପରବର୍ତ୍ତୀ ବିଷୟ ହେଉଛି ଶିକ୍ଷା କେବଳ ଭାବ ନୁହେଁ, ସଂସ୍କୃତି ମଧ୍ୟ ଦେବା ଉଚିତ। ସ୍ୱାମୀ ବିବେକାନନ୍ଦ କହୁଛନ୍ତି, ମୋର ସଂକଳ୍ପ ଏହି, ପ୍ରଥମତଃ ଆମମାନଙ୍କ ଶାସ୍ତ୍ର ଭଣ୍ଡାରରେ ସଞ୍ଚିତ, ମଠ ଓ ଅରଣ୍ୟରେ ଗୁପ୍ତ ଭାବରେ ରକ୍ଷିତ ଅତି ଅଳ୍ପ ଲୋକଙ୍କ ଅଧିକୃତ ଧର୍ମ ରତ୍ନଗୁଡ଼ିକୁ ପ୍ରକାଶ୍ୟରେ ବାହାର କରିବା। ଏହି ଶାସ୍ତ୍ର ନିବଦ୍ଧ ତତ୍ତ୍ୱଗୁଡ଼ିକ କେବଳ ଯେଉଁ ସମସ୍ତ ଲୋକଙ୍କ ହାତରେ ଗୁପ୍ତ ଭାବରେ ରହିଛି ସେମାନଙ୍କ ନିକଟରୁ କେବଳ ବାହାର କରି ଆଣିଲେ ଚଳିବ ନାହିଁ। ତାହାଠାରୁ ଦୁର୍ଭେଦ୍ୟ ପେଟିକା ଅର୍ଥାତ୍ ଯେଉଁ ଭାଷାରେ ଏହି ତତ୍ତ୍ୱଗୁଡ଼ିକ ରକ୍ଷିତ, ସେହି ସଂସ୍କୃତ ଶବ୍ଦର ଶତ ଶତ ଶତାବ୍ଦୀର ସଞ୍ଚିତ ଆବରଣ ଭିତରୁ ବାହାର କରି ଆଣିବାକୁ ହେବ। ଗୋଟିଏ କଥାରେ, ମୁଁ ଏହି ତତ୍ତ୍ୱଗୁଡ଼ିକୁ ସର୍ବସାଧାରଣଙ୍କର ବୋଧଗମ୍ୟ କରିବାକୁ ଚାହେଁ। ମୁଁ ଚାହେଁ ଏହି ଭାବଗୁଡ଼ିକ ସର୍ବସାଧାରଣଙ୍କର, ପ୍ରତ୍ୟେକ ଭାରତବାସୀଙ୍କର, ସେ ସଂସ୍କୃତ ଭାଷା ଜାଣନ୍ତୁ ବା ନ ଜାଣନ୍ତୁ, ସମସ୍ତଙ୍କର ସମ୍ପତ୍ତି ହେଉ। ଏହି ସଂସ୍କୃତ ଭାଷାର ଆମମାନଙ୍କ ଗୌରବ ବସ୍ତୁ। ଏହି ସଂସ୍କୃତ ଭାଷାର କାଠିନ୍ୟ ହିଁ ଏହିସବୁ ଭାବ ପ୍ରଚାରର ଏକ ମହାନ ଅନ୍ତରାୟ ଏବଂ ଯେ ପର୍ଯ୍ୟନ୍ତ ଆମମାନଙ୍କର ସମଗ୍ର ଜାତି, ଯଦି ଏହା ସମ୍ଭବ ହୁଏ, ଉତ୍ତମ ରୂପେ ସଂସ୍କୃତ ଭାଷାରେ ପଣ୍ଡିତ ନ ହେଉଛନ୍ତି, ସେ ପର୍ଯ୍ୟନ୍ତ ଏହି ଅନ୍ତରାୟ ଦୂର ହୋଇପାରିବ ନାହିଁ। ସଂସ୍କୃତ ଭାଷା ଯେ କଠିନ ଭାଷା, ତାହା ତୁମେମାନେ ଏହି କଥା କହିଲେ ବୁଝିବ ଯେ ମୁଁ ସାରା ଜୀବନ ଧରି ଏହି ଭାଷା ଅଧ୍ୟୟନ କରୁଛି। ତଥାପି ପ୍ରତ୍ୟେକ ନୂଆ ସଂସ୍କୃତ ଗ୍ରନ୍ଥ ମୋତେ ନୂଆ ଲାଗେ। ତେବେ ଯେଉଁମାନଙ୍କୁ ଏହି ଭାଷା ସମ୍ପୂର୍ଣ୍ଣ ରୂପେ ଶିକ୍ଷା କରିବାର ଅବସର କେବେ ମିଳିନାହିଁ, ସେମାନଙ୍କ ପକ୍ଷରେ ଏହା କିପରି କଠିନ ହେବ, ତାହା ତୁମେମାନେ ଅନାୟାସରେ ବୁଝିପାରୁଥିବ। ସୁତରାଂ ସେମାନଙ୍କୁ ଅବଶ୍ୟ ଚଳନ୍ତି ଭାଷାରେ ଏହି ସମସ୍ତ ତତ୍ତ୍ୱ ଶିକ୍ଷା ଦେବାକୁ ହେବ। ସଙ୍ଗେ ସଙ୍ଗେ ସଂସ୍କୃତ ଶିକ୍ଷା ମଧ୍ୟ ଚାଲିବ। କାରଣ ସଂସ୍କୃତ ଶିକ୍ଷାରେ ସଂସ୍କୃତ ଶବ୍ଦଗୁଡ଼ିକର ଉଚ୍ଚାରଣ ମାତ୍ରେ ହିଁ ଜାତି ମଧ୍ୟରେ ଗୋଟାଏ ଗୌରବ, ଗୋଟାଏ ଶକ୍ତିର ଭାବ ଜାଗିବ। ଭଗବାନ ରାମାନୁଜ, ଶ୍ରୀ ଚୈତନ୍ୟ ଓ କବୀର ଭାରତର ନିମ୍ନ ଜାତିଗୁଡ଼ିକୁ ଉନ୍ନତ କରିବାର ଚେଷ୍ଟା କରିଥିଲେ। ସେମାନଙ୍କର ଚେଷ୍ଟା ଫଳରେ ସେହି ମହାପୁରୁଷମାନଙ୍କ ଜୀବଦ୍ଦଶାରେ ଅଦ୍ଭୁତ ଫଳ ଲାଭ ହୋଇଥିଲା। କିନ୍ତୁ ପରେ ସେମାନଙ୍କ କାର୍ଯ୍ୟର ଏପରି ଶୋଚନୀୟ ପରିଣାମ କାହିଁକି ହେଲା?
ତାହାର ମଧ୍ୟ ନିଶ୍ଚୟ କିଛି କାରଣ ଅଛି। ଏହି ମହାନ ଆଚାର୍ଯ୍ୟଗଣଙ୍କ ତୀରଭାବ ପରେ 1 ଶତାବ୍ଦୀ ନ ବିତୁଣୁ କାହିଁକି ସେହି ଉନ୍ନତିର ପ୍ରତିରୋଧ ହେଲା? ଏହାର ଉତ୍ତର ଏହି, ସେମାନେ ନିମ୍ନ ଜାତି ସମୂହକୁ ଉନ୍ନତ କରିଥିଲେ ସତ, ସେମାନେ ଉନ୍ନତିର ସର୍ବୋଚ୍ଚ ଶିଖରରେ ଆରୂଢ଼ ହୁଅନ୍ତୁ, ଏହା ସେମାନଙ୍କର ଆନ୍ତରିକ ଇଚ୍ଛା ଥିଲା ସତ, କିନ୍ତୁ ସେମାନେ ସର୍ବସାଧାରଣଙ୍କ ମଧ୍ୟରେ ସଂସ୍କୃତ ଶିକ୍ଷା ବିସ୍ତାର ପାଇଁ ଶକ୍ତି ପ୍ରୟୋଗ କରିନଥିଲେ। ଏପରିକି ଏତେ ବଡ଼ ଯେଉଁ ବୁଦ୍ଧ, ସେ ମଧ୍ୟ ସର୍ବସାଧାରଣଙ୍କ ମଧ୍ୟରେ ସଂସ୍କୃତ ଶିକ୍ଷାର ବିସ୍ତାର ବନ୍ଦ କରିଦେଇ ଏକ ବିଷମ ଭୁଲ କରିଥିଲେ। ଶୀଘ୍ର ଶୀଘ୍ର ଯେପରି ଫଳ ଲାଭ ହେବ, ସେଥିପାଇଁ ସେ ଚେଷ୍ଟା କରିଥିଲେ। ସୁତରାଂ ସଂସ୍କୃତ ଭାଷା ନିବଦ୍ଧ ଭାବସମୂହ ଅନୁବାଦ କରି ସେ ସମୟରେ ପ୍ରଚଳିତ ପାଲି ଭାଷାରେ ପ୍ରଚାର କରିଥିଲେ। ଅବଶ୍ୟ ସେ ଏହା ଖୁବ୍ ଭଲ କରିଥିଲେ। ଲୋକେ ତାଙ୍କର ଭାବ ବୁଝିଲେ, କାରଣ ସେ ସର୍ବସାଧାରଣଙ୍କ ଭାଷାରେ ଲୋକଙ୍କୁ ଉପଦେଶ ଦେଉଥିଲେ। ଏହା ଖୁବ୍ ଭଲ ହୋଇଥିଲା। ତାଙ୍କ ପ୍ରଚାରିତ ଭାବସମୂହ ଶୀଘ୍ର ଶୀଘ୍ର ଚତୁର୍ଦିଗରେ ବିସ୍ତୃତ ହୋଇଯିବାକୁ ଲାଗିଲା। ଦୂରକୁ ଅତି ଦୂରକୁ ତାଙ୍କ ଭାବସମୂହ ବିଚ୍ଛୁରିତ ହୋଇପଡ଼ିଲା, କିନ୍ତୁ ସଙ୍ଗେ ସଙ୍ଗେ ସଂସ୍କୃତ ଭାଷାର ବିସ୍ତାର ହେବା ଉଚିତ ଥିଲା। ଜ୍ଞାନର ବିସ୍ତାର ହେଲା ସତ, ତାହା ସଙ୍ଗେ ସଙ୍ଗେ ଗୌରବ ବୁଦ୍ଧି ଓ ସଂସ୍କାର ଜନ୍ମିଲା ନାହିଁ। ଶିକ୍ଷା ମଜ୍ଜାଗତ ହୋଇ ସଂସ୍କାରରେ ପରିଣତ ନ ହେଲେ କେବଳ କେତେକ ଜ୍ଞାନ ସମଷ୍ଟି କେବେ ହେଲେ ନାନା ଭାବ ବିପ୍ଳବ ମଧ୍ୟରେ ତିଷ୍ଠି ପାରେ ନାହିଁ। ତୁମେମାନେ ଜଗତକୁ କେତେ ଗୁଡ଼ିଏ ଜ୍ଞାନ ଦେଇଯାଇପାର, କିନ୍ତୁ ସେଥିରେ ଏହାର ବିଶେଷ କଲ୍ୟାଣ ହେବ ନାହିଁ। ଏ ଜ୍ଞାନ ଆମମାନଙ୍କ ମଜ୍ଜାଗତ ହୋଇ ସଂସ୍କାରରେ ପରିଣତ ହେବା ଦରକାର। ଆମେ ସମସ୍ତେ ଆଧୁନିକ କାଳର ଏପରି ଅନେକ ଜାତିଙ୍କ ବିଷୟ ଜାଣୁ, ଯେଉଁମାନଙ୍କର ଏହିପରି କେତେଗୁଡ଼ିଏ ଜ୍ଞାନ ଅଛି, କିନ୍ତୁ ସେସବୁ ଜାତି ଘୋର ଅସଭ୍ୟ ଜାତିତୁଲ୍ୟ। ସେମାନେ ବ୍ୟାଘ୍ରତୁଲ୍ୟ ନୃଶଂସ, କାରଣ ସେମାନଙ୍କ ଜ୍ଞାନ ସଂସ୍କାରଗତ ହୋଇନାହିଁ। ସଭ୍ୟତା ପରି ଜ୍ଞାନ ମଧ୍ୟ ଉପର ଠାଉରିଆ ମାତ୍ର, ଏହା ଭିତରକୁ ସ୍ପର୍ଶ କରେ ନାହିଁ। ଟିକିଏ ଦୋହଲାଇ ଦେଲେ ଭିତରର ପଶୁ ପ୍ରକୃତି ଜାଗି ଉଠେ। ଏପରି ବ୍ୟାପାର ଜଗତରେ ଘଟିଥାଏ। ଅତଏବ ଏହି ବିପଦ ପ୍ରତି ସାବଧାନ ହେବାକୁ ପଡ଼ିବ। ଜନସାଧାରଣଙ୍କୁ ପ୍ରଚଳିତ ଭାଷାରେ ଶିକ୍ଷା ଦିଅ, ସେମାନଙ୍କୁ ଭାବ ଦିଅ, ସେମାନେ ଅନେକ ବିଷୟ ଅବଗତ ହେବେ, କିନ୍ତୁ ଏହା ସଙ୍ଗେ ସଙ୍ଗେ ସେମାନଙ୍କ ଜ୍ଞାନ ଯେପରି ସଂସ୍କାରରେ ପରିଣତ ହୁଏ, ସେଥିପାଇଁ ଚେଷ୍ଟା କର। ଯେତେଦିନ ପର୍ଯ୍ୟନ୍ତ ତାହା ନ କରିପାରିଛ, ସେତେଦିନ ପର୍ଯ୍ୟନ୍ତ ସାଧାରଣଙ୍କ ଚିରସ୍ଥାୟୀ ଉନ୍ନତିର ଆଶା ନାହିଁ। ଏପରି ଏକ ନୂଆ ଜାତି ଉଠିବ, ଯେ ସଂସ୍କୃତ ଭାଷା ଶିଖି ଗ୍ରହଣ କରି ଅନ୍ୟ ସମସ୍ତଙ୍କ ଉପରକୁ ଉଠିବ ଏବଂ ସେମାନଙ୍କ ଉପରେ ପୂର୍ବ ପରି ପ୍ରଭୁତ୍ୱ କରିବ। ହେ ନିମ୍ନ ଜାତୀୟ ବ୍ୟକ୍ତିଗଣ, ମୁଁ ତୁମମାନଙ୍କୁ କହୁଛି, ତୁମମାନଙ୍କ ଅବସ୍ଥା ଉନ୍ନତ କରିବାର ଏକମାତ୍ର ଉପାୟ ସଂସ୍କୃତ ଭାଷା ଶିକ୍ଷା କରିବା। ଉଚ୍ଚତମ ଜାତିଗଣଙ୍କ ବିରୋଧରେ ଏହି ଯେଉଁ ଲେଖାଲେଖି ଦ୍ୱନ୍ଦ୍ୱ ବିବାଦ ଚାଲୁଛି, ଏହା ବୃଥା। ଏଥିରେ କୌଣସି ପ୍ରକାର କଲ୍ୟାଣ ହୁଏ ନାହିଁ, ହେବ ନାହିଁ ମଧ୍ୟ। ଏଥିରେ ଅଶାନ୍ତିର ଅନଳ ଅଧିକ ପ୍ରଜ୍ୱଳିତ ହେବ ଏବଂ ଦୁର୍ଭାଗ୍ୟକ୍ରମେ ପୂର୍ବରୁ ନାନା ଭାଗରେ ବିଭକ୍ତ ଏହି ଜାତି କ୍ରମଶଃ ଅଧିକ ବିଭକ୍ତ ହୋଇପଡ଼ିବ। ଜାତିଭେଦ ଉଠାଇ ଦେବାର, ସାମ୍ୟ ଭାବ ଆନୟନ କରିବାର ଏକମାତ୍ର ଉପାୟ ଉଚ୍ଚବର୍ଣ୍ଣର ସଂସ୍କୃତି ଓ ଶିକ୍ଷା, ଯାହାକି ସେମାନଙ୍କର ତେଜ ଓ ଗୌରବ, ତାହାର ସାୟତ୍ତୀକରଣ। ତାହା ଯଦି କରିପାର, ତୁମେ ଯାହା ଚାହୁଁଛ ତାହା ପାଇବ। ତୁମେମାନେ ଭାରତର ସମସ୍ତ ବର୍ଣ୍ଣ ମଧ୍ୟରେ ସଂସ୍କୃତ ଶିକ୍ଷାର ବିସ୍ତାର ପାଇଁ ଲକ୍ଷ ଲକ୍ଷ ମୁଦ୍ରା ବ୍ୟୟ ନ କରିବ କାହିଁକି? ମୁଁ ତୁମମାନଙ୍କୁ ଏହା ହିଁ ପ୍ରଶ୍ନ କରୁଛି। ଯେତେବେଳେ ଏଗୁଡ଼ିକ କରିବ, ସେତେବେଳେ ତୁମେମାନେ ବ୍ରାହ୍ମଣଙ୍କ ସମକକ୍ଷ ହେବ। ଭାରତରେ ଅଧିକାର ଲାଭର ଏହା ହିଁ ରହସ୍ୟ। ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ରହିଲେ ହିଁ ଭାରତରେ ସମ୍ମାନ ଭାଜନ ହୋଇପାରିବ। ସଂସ୍କୃତ ଭାଷାରେ ଜ୍ଞାନ ଲାଭ କଲେ କେହି ତୁମମାନଙ୍କ ବିରୋଧରେ କିଛି କରିବା ପାଇଁ ସାହସ କରିବେ ନାହିଁ। ଏହା ହିଁ ଏକମାତ୍ର ରହସ୍ୟ। ଏହି ପଥ ଅବଲମ୍ବନ କର। ପରବର୍ତ୍ତୀ ବିଷୟ ହେଉଛି ଶିକ୍ଷା ଏକାଗ୍ରତା ବୃଦ୍ଧି କରିବାରେ ସାହାଯ୍ୟ କରିବା ଉଚିତ। ମୋ ମତରେ ମନର
ଏକାଗ୍ରତା ସାଧନ କରିବା ହିଁ ଶିକ୍ଷାର ମୂଳ କଥା, ତଥ୍ୟ ସଂଗ୍ରହ କରିବା ନୁହେଁ। ଆଉ ଥରେ ଯଦି ମୋତେ ନୂଆ କରି ଶିକ୍ଷା ଲାଭ କରିବାକୁ ହୁଅନ୍ତା ଏବଂ ନିଜର ଇଚ୍ଛା ଅନୁସାରେ ମୁଁ ଯଦି ତାହା କରିପାରନ୍ତି, ତାହେଲେ ମୁଁ ଶିକ୍ଷଣୀୟ ବିଷୟବସ୍ତୁ କଥା ଆଦୌ ଭାବନ୍ତି ନାହିଁ। ମୁଁ ମୋର ମନର ଏକାଗ୍ରତା ଓ ନିର୍ଲିପ୍ତତାର କ୍ଷମତାକୁ କ୍ରମେ କ୍ରମେ ବଢ଼ାଇବାକୁ ଚେଷ୍ଟା କରନ୍ତି। ତାପରେ ଏହିପରି ଭାବରେ ଗଠିତ ନିଖୁଣ ଯନ୍ତ୍ର ସାହାଯ୍ୟରେ ଇଚ୍ଛା ମୁତାବକ ତଥ୍ୟ ସଂଗ୍ରହ କରିପାରନ୍ତି। ମନକୁ ଏକାଗ୍ର ଓ ନିର୍ଲିପ୍ତ କରିବାର କ୍ଷମତା ବର୍ଦ୍ଧନର ଶିକ୍ଷା ଶିଶୁମାନଙ୍କୁ ଏକା ସାଙ୍ଗରେ ଦେବା ଉଚିତ। ମୋର ସାଧନା ବରାବର ଏକମୁଖୀ ଥିଲା। ଇଚ୍ଛା ମୁତାବକ ମନକୁ ଟାଣି ଆଣିବାର କ୍ଷମତା ଅର୍ଜନ ନ କରି ମୁଁ ଏକାଗ୍ରତାର ଶକ୍ତି ବଢ଼ାଇବାକୁ ଲାଗିଲି। ଏହା ହିଁ ହୋଇଛି ମୋର ଜୀବନରେ ଗଭୀରତମ ଦୁଃଖ ଭୋଗର କାରଣ। ବର୍ତ୍ତମାନ ମୁଁ ଇଚ୍ଛା ଅନୁଯାୟୀ ମନକୁ ଟାଣି ଆଣିପାରେ, ତେବେ ଏହା ଶିଖିବାକୁ ହୋଇଛି ଅନେକ ପରେ। କୌଣସି ବିଷୟରେ ଇଚ୍ଛା ଅନୁଯାୟୀ ଆମେମାନେ ନିଜେ ନିଜେ ଯେପରି ମନୋନିବେଶ କରିପାରିବା, ବିଷୟ ଯେପରି ଆମର ମନକୁ ଟାଣି ନେଇ ନପାରେ, ସାଧାରଣତଃ ବାଧ୍ୟ ହୋଇ ଆମେମାନେ ମନୋନିବେଶ କରୁ। ବିଭିନ୍ନ ବିଷୟର ଆକର୍ଷଣର ପ୍ରଭାବରେ ଆମମାନଙ୍କର ମନ ଯେଉଁଠାରେ ସଂଲଗ୍ନ ହୋଇ ରହିବାକୁ ବାଧ୍ୟ ହୁଏ, ଆମେମାନେ ତାହାକୁ ବାଧା ଦେଇ ପାରୁନାହିଁ। ମନକୁ ସଂଯତ କରିବାକୁ ହେଲେ ଯେଉଁଠାରେ ଆମର ଇଚ୍ଛା, ସେଠାରେ ନିବିଷ୍ଟ କରିବା ପାଇଁ ବିଶେଷ ଶିକ୍ଷାର ପ୍ରୟୋଜନ। ଅନ୍ୟ କୌଣସି ଉପାୟ ଦ୍ୱାରା ତାହା ହେବାର ନୁହେଁ। ଧର୍ମର ଅନୁଶୀଳନ ଦ୍ୱାରା ମନସଂଯମ ଏକାନ୍ତ ପ୍ରୟୋଜନ। ଏହି ଅନୁଶୀଳନ ଦ୍ୱାରା ମନକୁ ଟାଣି ଆଣି ମନ ଉପରେ ନିବିଷ୍ଟ କରିବାକୁ ହେବ। ଜ୍ଞାନ ଲାଭ କରିବା ପାଇଁ ଆମର ଗୋଟିଏ ମାତ୍ର ଉପାୟ ଅଛି। ନିମ୍ନତମ ମନୁଷ୍ୟରୁ ସର୍ବୋଚ୍ଚ ଯୋଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହିଁ ସେହି ଗୋଟିଏ ଉପାୟ ଅବଲମ୍ବନ କରିବାକୁ ହୁଏ। ଏକାଗ୍ରତା ହିଁ ଏହି ଉପାୟ। ରସାୟନବିଦ୍ ଯେତେବେଳେ ତାଙ୍କର ପରୀକ୍ଷାଗାରରେ କାର୍ଯ୍ୟ କରନ୍ତି, ସେତେବେଳେ ସେ ତାଙ୍କ ମନର ସମସ୍ତ ଶକ୍ତିକୁ ସଂହତ କରନ୍ତି, ତାକୁ ଏକକୈନ୍ଦ୍ରିକ କରନ୍ତି ଏବଂ ସେହି ଶକ୍ତିକୁ ପଦାର୍ଥ ବିଶେଷ ଉପରେ ପ୍ରୟୋଗ କରନ୍ତି। ସେତେବେଳେ ଏହି ପଦାର୍ଥର ସଂଗଠକ ଭୂତବର୍ଗ ପରସ୍ପର ବିଚ୍ଛିନ୍ନ ହୋଇଯାନ୍ତି ଏବଂ ଏହି ଭାବରେ ସେ ତାଙ୍କର ଜ୍ଞାନ ଲାଭ କରନ୍ତି। ଜ୍ୟୋତିର୍ବିଦ୍ ମଧ୍ୟ ତାଙ୍କର ସମୁଦାୟ ମନଶକ୍ତିକୁ ସଂହତ କରି ତାକୁ ଏକକୈନ୍ଦ୍ରିକ କରନ୍ତି। ତାପରେ ତାଙ୍କର ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ଦେଇ ଏହି ଶକ୍ତିକୁ ବସ୍ତୁ ଉପରେ ପ୍ରୟୋଗ କରନ୍ତି। ସେତେବେଳେ ନକ୍ଷତ୍ର ନିଚୟ ଓ ଜ୍ୟୋତିଷ୍କମଣ୍ଡଳ ଘୂରି ଘୂରି ତାଙ୍କ ନିକଟକୁ ଆସନ୍ତି ଏବଂ ନିଜ ନିଜର ରହସ୍ୟ ତାଙ୍କ ନିକଟରେ ଉଦ୍ଘାଟିତ କରନ୍ତି। ଅଧ୍ୟାପନାରତ ଆଚାର୍ଯ୍ୟଙ୍କ କଥା କୁହ ଅଥବା ପାଠନିରତ ଛାତ୍ରଙ୍କ କଥା କୁହ, ଯେଉଁଠାରେ କୌଣସି ବ୍ୟକ୍ତି କୌଣସି ବିଷୟ ଜାଣିବା ପାଇଁ ଚେଷ୍ଟା କରିଛନ୍ତି, ପ୍ରତ୍ୟେକ ପକ୍ଷରେ ସେହି ଗୋଟିଏ କଥା ହିଁ ଘଟିଥାଏ। ଏହି ଏକାଗ୍ରତା ଯେତେ ଅଧିକ ହେବ, ମନୁଷ୍ୟ ସେତିକି ଅଧିକ ଜ୍ଞାନ ଲାଭ କରିବ, କାରଣ ଏହା ହିଁ ଜ୍ଞାନ ଲାଭର ଏକମାତ୍ର ଉପାୟ। ଏପରିକି ମଚିଟିଏ, ଯାହାକୁ ତୁମେମାନେ ଅତି ନୀଚ ବୋଲି ମନେ କରିଥାଅ, ସେ ମଧ୍ୟ ଯଦି ଟିକିଏ ବେଶୀ ମନସଂଯୋଗ କରେ, ତାହେଲେ ସେ ତା'ର ଜୋତାଗୁଡ଼ିକୁ ଆହୁରି ଭଲ କରି ପାଲିସ କରିବ। ପାଚକ ଏକାଗ୍ର ହେଲେ ସେ ଖାଦ୍ୟ ଆହୁରି ଭଲ କରି ରନ୍ଧନ କରିବ। ଅର୍ଥ ଉପାର୍ଜନ ହେଉ ଅଥବା ଭଗବତ୍ ଆରାଧନା ହେଉ, ଯେଉଁ କାର୍ଯ୍ୟରେ ମନର ଏକାଗ୍ରତା ଯେତେ ଅଧିକ ହେବ, କାର୍ଯ୍ୟଟି ସେତିକି ସୁଚାରୁ ରୂପେ ସମ୍ପନ୍ନ ହେବ। କେବଳ ଏହି ଭାବରେ ଡାକିଲେ ବା ଏହି ଭାବରେ କରାଘାତ କଲେ ପ୍ରକୃତିର ଭଣ୍ଡାରର ଦ୍ୱାର ଉଦ୍ଘାଟିତ ହୋଇଯାଏ ଏବଂ ଜଗତ ଆଲୋକ ବନ୍ୟାରେ ପ୍ଳାବିତ ହୋଇଯାଏ। ଏହା ହିଁ ଏହି ଏକାଗ୍ରତା ଶକ୍ତି ହିଁ ଜ୍ଞାନ ଭଣ୍ଡାରରେ ପ୍ରବେଶ କରିବାର ଏକମାତ୍ର ଉପାୟ। ଆମର ପରବର୍ତ୍ତୀ ବିଷୟ ଗୁରୁଙ୍କର ଯୋଗ୍ୟତା। ଯେ ଶିଷ୍ୟର ପ୍ରବଣତା ଅନୁଯାୟୀ ନିଜର ସମସ୍ତ ଶକ୍ତି ପ୍ରୟୋଗ କରିପାରନ୍ତି, ସେ ହିଁ ପ୍ରକୃତ ଆଚାର୍ଯ୍ୟ। ପ୍ରକୃତ ସହାନୁଭୂତି ବ୍ୟତୀତ ଆମେ କେବେ ହେଲେ ଯଥାର୍ଥ ଶିକ୍ଷା ଦେଇପାରିବା ନାହିଁ। କୌଣସି ବ୍ୟକ୍ତିର ବିଶ୍ୱାସ ନଷ୍ଟ କରିବା ପାଇଁ ଚେଷ୍ଟା କର ନାହିଁ। ଯଦି ପାର, ତାକୁ କିଛି ଭଲ ଜିନିଷ ଦିଅ, କିନ୍ତୁ ତା'ର ଯାହା ଅଛି ତାହା ନଷ୍ଟ କର ନାହିଁ। କେବଳ
ସେ ଯଥାର୍ଥ ଆଚାର୍ଯ୍ୟ ପଦବାଚ୍ୟ ଯେ ନିଜକୁ ମୁହୂର୍ତ୍ତକ ମଧ୍ୟରେ ସହସ୍ର ସହସ୍ର ବିଭିନ୍ନ ବ୍ୟକ୍ତିରେ ପରିଣତ କରିପାରନ୍ତି। କେବଳ ସେ ହିଁ ଯଥାର୍ଥ ଆଚାର୍ଯ୍ୟ ଯେ ଅଳ୍ପ ଆୟାସରେ ଶିଷ୍ୟ ଅବସ୍ଥାକୁ ନିଜକୁ ଘେନି ଯାଇପାରନ୍ତି, ଯେ ନିଜର ଶକ୍ତି ଶିଷ୍ୟ ମଧ୍ୟରେ ସଞ୍ଚାରିତ କରି ତାର ଚକ୍ଷୁରେ ଦେଖିପାରନ୍ତି, ତାର କାନରେ ଶୁଣିପାରନ୍ତି, ତାର ମନ ଦ୍ୱାରା ବୁଝିପାରନ୍ତି। ଏହିଭଳି ଆଚାର୍ଯ୍ୟ ହିଁ ଯଥାର୍ଥ ଶିକ୍ଷା ଦେଇପାରନ୍ତି, ଅନ୍ୟ କେହି ନୁହେଁ। ଗୁରୁଙ୍କ ସମ୍ବନ୍ଧରେ ଏହା ହିଁ ବୁଝିବା ଆବଶ୍ୟକ ଯେ ସେ ଯେପରି ଶାସ୍ତ୍ରର ମର୍ମଜ୍ଞ ହୁଅନ୍ତି। ଜଗତରେ ସମସ୍ତେ ବେଦ, ବାଇବେଲ, କୋରାନ ପାଠରେ ଅନୁରକ୍ତ। ଏଗୁଡ଼ିକ ତ ଶବ୍ଦ ସମଷ୍ଟି ମାତ୍ର, ଧର୍ମର କେତେ ଖଣ୍ଡ ଶୁଷ୍କ ଅସ୍ଥି ମାତ୍ର। ଯେଉଁ ଗୁରୁ ଏହାକୁ ନେଇ ବେଶୀ ଘଣ୍ଟା ଚକଟା କରନ୍ତି ଓ ମନକୁ କେବଳ ଶବ୍ଦର ବ୍ୟାଖ୍ୟା ଦ୍ୱାରା ଚାଳିତ କରନ୍ତି, ସେ ଭାବ ହରାଇ ପକାନ୍ତି ଯେ ଶାସ୍ତ୍ରର ମର୍ମ ଜାଣନ୍ତି, ସେ ହିଁ ଯଥାର୍ଥ ଧର୍ମ ଆଚାର୍ଯ୍ୟ। ଦ୍ୱିତୀୟତଃ, ଗୁରୁ ନିଷ୍ପାପ ହେବା ଆବଶ୍ୟକ। ଅନେକ ସମୟରେ ଲୋକେ କହିଥାନ୍ତି, ଗୁରୁଙ୍କ ଚରିତ୍ର, ଗୁରୁ କ'ଣ କରନ୍ତି ନ କରନ୍ତି ସେସବୁ ଦେଖିବାର ପ୍ରୟୋଜନ କ'ଣ? ସେ ଯାହା କହନ୍ତି ତାକୁ ଗ୍ରହଣ କରି ଆମକୁ କାର୍ଯ୍ୟ କରିବାକୁ ହେବ, ଏ କଥା ଠିକ୍ ନୁହେଁ। ନିଜେ ଆଧ୍ୟାତ୍ମିକ ଶକ୍ତି ଉପଲବ୍ଧି କରିବାର ବା ଅପରଠାରେ ସଞ୍ଚାର କରାଇବାର ଏକମାତ୍ର ଉପାୟ ହୃଦୟ ଓ ମନର ପବିତ୍ରତା। ତାଙ୍କର ସମ୍ପୂର୍ଣ୍ଣ ରୂପେ ଚିତ୍ତଶୁଦ୍ଧି ହେବା ଆବଶ୍ୟକ। ତାହେଲେ ତାଙ୍କ କଥାରେ ପ୍ରକୃତ ଗୁରୁତ୍ୱ ଥାଏ। ଗୁରୁଙ୍କ ମନ ଏପରି ପ୍ରବଳ ଆଧ୍ୟାତ୍ମିକ ସ୍ପନ୍ଦନ ବିଶିଷ୍ଟ ହେବା ଆବଶ୍ୟକ ଯେ ତାହା ଯେପରି ସମବେଦନାବଶରେ ଶିଷ୍ୟଠାରେ ସଞ୍ଚାରିତ ହେବ। ଗୁରୁଙ୍କର ବାସ୍ତବିକ ଏହା ହିଁ କାର୍ଯ୍ୟ। କିଛି ସଞ୍ଚାର କରିବା କେବଳ ଶିଷ୍ୟର ବୁଦ୍ଧିଶକ୍ତି ବା ଅନ୍ୟ କୌଣସି ଶକ୍ତିକୁ ଉତ୍ତେଜିତ କରିଦେବା ନୁହେଁ। ଅତି ସ୍ପଷ୍ଟ ଭାବରେ ବୁଝାଯାଏ ଯେ ଗୁରୁଙ୍କଠାରୁ ଶିଷ୍ୟ ନିକଟକୁ ଯଥାର୍ଥରେ ଗୋଟାଏ ଶକ୍ତି ଆସୁଛି। ସୁତରାଂ ଗୁରୁଙ୍କର ଶୁଦ୍ଧଚିତ୍ତ ହେବା ଆବଶ୍ୟକ। ତୃତୀୟତଃ, ଗୁରୁଙ୍କର ଉଦ୍ଦେଶ୍ୟ କ'ଣ ଦେଖିବା ଆବଶ୍ୟକ। ଗୁରୁ ଯେପରି ଅର୍ଥ, ନାମ ବା ଯଶ ରୂପକ କୌଣସି ସ୍ୱାର୍ଥ ସିଦ୍ଧି ପାଇଁ ଧର୍ମ ଶିକ୍ଷା ଦେବାରେ ପ୍ରବୃତ୍ତ ନ ହୁଅନ୍ତି। ସମୁଦାୟ ମାନବ ଜାତି ପ୍ରତି ପବିତ୍ର ପ୍ରେମ ହିଁ ଯେପରି ତାଙ୍କର କାର୍ଯ୍ୟର ନିୟାମକ ହୁଏ। ଆଧ୍ୟାତ୍ମିକ ଶକ୍ତି ଶୁଦ୍ଧ ପ୍ରେମସୂତ୍ର ମଧ୍ୟରେ ସଞ୍ଚାରିତ କରାଯାଇପାରେ। କୌଣସି ପ୍ରକାର ସ୍ୱାର୍ଥପୂର୍ଣ୍ଣ ଭାବ ଯଥା ଲାଭ ବା ଯଶର ଇଚ୍ଛା ମୁହୂର୍ତ୍ତକ ମଧ୍ୟରେ ଏହି ସୂତ୍ରକୁ ଛିନ୍ନ କରିପକାଏ। ପରବର୍ତ୍ତୀ ବିଷୟ ହେଉଛି ଶିଷ୍ୟର ଯୋଗ୍ୟତା। ଶିଷ୍ୟର ଏହି ଗୁଣଗୁଡ଼ିକ ଆବଶ୍ୟକ। ପବିତ୍ରତା, ପ୍ରକୃତ ଜ୍ଞାନ ପିପାସା ଓ ଅଧ୍ୟବସାୟ। କାୟମନ ବାକ୍ୟରେ ପବିତ୍ର ନ ହେଲେ କେହି କଦାପି ଧାର୍ମିକ ହୋଇପାରେ ନାହିଁ। ଆଉ ଜ୍ଞାନ ତୃଷ୍ଣା ସମ୍ବନ୍ଧରେ ଏହା କୁହାଯାଇପାରେ ଯେ ଆମେ ଯାହା ଚାହୁଁ ତାହା ପାଉ। ଏହା ଗୋଟିଏ ସନାତନ ସତ୍ୟ। ଆମେ ଯେଉଁ ବସ୍ତୁକୁ ଅନ୍ତରର ସହିତ ଅନୁସନ୍ଧାନ ନ କରୁ, ଆମେ ସେହି ବସ୍ତୁ ଲାଭ କରିପାରୁ ନାହିଁ। ଯେତେଦିନ ପର୍ଯ୍ୟନ୍ତ ପ୍ରାଣରେ ବ୍ୟାକୁଳତା ଜାଗରିତ ନ ହୁଏ ଏବଂ ଆମେ ପ୍ରବୃତ୍ତି ଉପରେ ଜୟଲାଭ କରିନପାରୁ, ସେତେଦିନ ସଦାସର୍ବଦା ଅଭ୍ୟାସ ଓ ଆମର ପାଶବ ପ୍ରକୃତି ସହିତ ନିରନ୍ତର ସଂଗ୍ରାମ ଆବଶ୍ୟକ। ଯେଉଁ ଶିଷ୍ୟ ଏପରି ଅଧ୍ୟବସାୟ ସହକାରେ ସାଧନାରେ ପ୍ରବୃତ୍ତ ହୁଏ, ତାହାର ସିଦ୍ଧି ଅବଶ୍ୟମ୍ଭାବୀ। ପ୍ରଥମ ସାଧନ ହେଲା, ଯେଉଁ ଶିଷ୍ୟ ସତ୍ୟ ଜାଣିବାକୁ ଚାହେଁ ତାକୁ ଇହ ଜୀବନରେ ଓ ପରଜୀବନରେ ସମସ୍ତ ଲାଭର ଆକାଂକ୍ଷା ତ୍ୟାଗ କରିବାକୁ ପଡ଼ିବ। ଯେତେକ୍ଷଣ ପର୍ଯ୍ୟନ୍ତ ଆମ ମନ ଭିତରେ କୌଣସି ପ୍ରକାର ବାସନା ରହିଥାଏ, ସେତେବେଳ ଯାଇ ଯାହା ଦେଖୁ ତାହା କେବେ ବି ସତ୍ୟ ନୁହେଁ। ଯେତେବେଳେ ପର୍ଯ୍ୟନ୍ତ ଆମ ମନରେ ସଂସାର ପାଇଁ ବିନ୍ଦୁମାତ୍ର ଆସକ୍ତି ଥାଏ, ସେତେବେଳ ପର୍ଯ୍ୟନ୍ତ ସତ୍ୟ ଲାଭ ଅସମ୍ଭବ ହୁଏ। ନିଜର ଧନ, ଐଶ୍ୱର୍ଯ୍ୟ, କ୍ଷମତା, ସୁଖ ସୁବିଧା ଓ ବିଳାସ ବ୍ୟସନ ବ୍ୟତୀତ ଧନୀ ବ୍ୟକ୍ତିର ଅନ୍ୟ କିଛି ଚିନ୍ତା କରିବାର ସମୟ ନାହିଁ। ଯେ କେବେ ବି କାନ୍ଦେ ନାହିଁ, ତାକୁ ମୋର ବିଶ୍ୱାସ ନାହିଁ। ଦେହର ଯେଉଁଠାରେ ହୃଦୟ ରହିବା ଉଚିତ, ତାର ସେହି ଜାଗାରେ ଖଣ୍ଡିଏ ବୃହତ୍ ପ୍ରସ୍ତର ଖଣ୍ଡ ରହିଥାଏ। ସୁତରାଂ ଶିଷ୍ୟ
ଅତୀତ ଓ ବର୍ତ୍ତମାନକୁ ଜାଣି ଭବିଷ୍ୟତର ବିଷୟକୁ ଚିନ୍ତା କରି ଉନ୍ନତି କାହାକୁ କୁହାଯାଏ, ସୁଖ କାହାକୁ କୁହାଯାଏ, ଏସବୁକୁ ଜାଣି ବୁଝି ପରିତ୍ୟାଗ କରିବ ଏବଂ ଏକମାତ୍ର ସତ୍ୟର ସନ୍ଧାନ କରିବ। ଦ୍ୱିତୀୟ ସାଧନଟି ହେଲା ଏହି ଯେ ଶିଷ୍ୟକୁ ନିଶ୍ଚୟ ଅନ୍ତରିନ୍ଦ୍ରିୟ ଓ ବହିରିନ୍ଦ୍ରିୟ ସମୂହକୁ ସଂଯତ କରିବା ଲାଗି ସମର୍ଥ ହେବାକୁ ହେବ। ଏହି ଅନ୍ତର ଓ ବାହ୍ୟ ଇନ୍ଦ୍ରିୟ ଗୁଡ଼ିକୁ ସାଧକ ବା ଶିଷ୍ୟ ନିଜର ବଶୀଭୂତ କରି ରଖିବା ଉଚିତ। ଯେଉଁ ଅବସ୍ଥାରେ ମନ ଅନାୟାସରେ ଇନ୍ଦ୍ରିୟ ବିରୋଧରେ ସ୍ୱଭାବର ଆଦେଶ ବିରୋଧରେ ଠିଆ ହୋଇପାରେ, କଠୋର ଅଭ୍ୟାସ ଦ୍ୱାରା ସାଧକ ଶିଷ୍ୟ ସେହି ଅବସ୍ଥାକୁ ଉନ୍ନୀତ ହୋଇପାରେ। ସେ ନିଜର ମନକୁ ଆଦେଶ କରିବାକୁ ସମର୍ଥ ହେବ, ତୁମେ ମୋର, ମୁଁ ତୁମକୁ ଆଦେଶ କରୁଛି, କିଛି ଦେଖ ନାହିଁ କିମ୍ବା କିଛି କୁହ ନାହିଁ। ତତ୍କ୍ଷଣାତ୍ ମନ ଆଉ କିଛି ଦେଖିବ ନାହିଁ କିମ୍ବା ଶୁଣିବ ନାହିଁ। କୌଣସି ରୂପ ବା ଶବ୍ଦ ମନ ଉପରେ ପ୍ରତିକ୍ରିୟା ସୃଷ୍ଟି କରିପାରିବ ନାହିଁ। ଯେଉଁ ଅବସ୍ଥାରେ ଇନ୍ଦ୍ରିୟମାନଙ୍କ ଆଧିପତ୍ୟରୁ ମନ ମୁକ୍ତ ହୋଇଛି ଓ ଇନ୍ଦ୍ରିୟ ଗୁଡ଼ିକରୁ ମନ ବିଚ୍ଛିନ୍ନ ହୋଇଛି, ସେହି ଅବସ୍ଥା ହିଁ ସାଧକକୁ ଆଣିବାକୁ ହେବ। ତାପରେ ମନକୁ ଶାନ୍ତ କରିବାକୁ ହେବ। ମନ ଚଞ୍ଚଳ ହୋଇ ଏଣେ ତେଣେ ଧାଏଁ। ଯେଉଁ ମୁହୂର୍ତ୍ତରେ ମୁଁ ଧ୍ୟାନ କରିବାକୁ ବସେ, ସେତେବେଳେ ଜଗତର ଘୃଣ୍ୟତମ ବିଷୟଗୁଡ଼ିକ ମନ ଭିତରେ ଆସି ପହଞ୍ଚି ଯାଆନ୍ତି। ସମଗ୍ର ବିଷୟଟି ଅତ୍ୟନ୍ତ ବିରକ୍ତିକର। ମୁଁ ଯେପରିକି ମନର ଦାସ। ମନ ଯେତେକ୍ଷଣ ଚଞ୍ଚଳ ଏବଂ ଆୟତ୍ତର ବାହାରେ ରହିଛି, ସେତେବେଳ ପର୍ଯ୍ୟନ୍ତ କୌଣସି ଆଧ୍ୟାତ୍ମିକ ଜ୍ଞାନ ସମ୍ଭବ ନୁହେଁ। ଶିଷ୍ୟକୁ ସେଥିପାଇଁ ପ୍ରଥମରୁ ମନ ସଂଯମ ଶିକ୍ଷା କରିବାକୁ ହେବ। ଆଉ ଗୋଟିଏ କଥା ହେଲା, ଶିଷ୍ୟକୁ ପ୍ରଚଣ୍ଡ ସହିଷ୍ଣୁତା ଶକ୍ତି ମଧ୍ୟ ଆୟତ୍ତ କରିବାକୁ ହେବ। ଯେତେବେଳେ ତୁମ ଚାରିପଟେ ସବୁ ଭଲ ଅଛି, ସେତେବେଳେ ଜୀବନ ବେଶ ଆରାମପ୍ରଦ ମନେ ହୁଏ, ମନ ମଧ୍ୟ ଭଲ ଥାଏ। କିନ୍ତୁ ଅପ୍ରୀତିକର କିଛି ଘଟିଲେ ମନର ସ୍ଥୈର୍ଯ୍ୟ ନଷ୍ଟ ହୋଇଯାଏ। ଏହା ଆଦୌ ଭଲ ନୁହେଁ। ସକଳ ଦୁଃଖ କଷ୍ଟ ବିନା ଅଭିଯୋଗରେ ସାମାନ୍ୟ ଦୁଃଖୀ ନ ହୋଇ ସାମାନ୍ୟ ପ୍ରତିରୋଧ, ପ୍ରତିଶୋଧ ବା ପ୍ରତିକାରର ଚେଷ୍ଟା ନ କରି ସହ୍ୟ କରିବାକୁ ହେବ। ଏହା ହିଁ ସହିଷ୍ଣୁତା। ମୁକ୍ତି ଲାଭ ପାଇଁ ଶିଷ୍ୟଙ୍କୁ ପ୍ରବଳ ଆକାଂକ୍ଷା କରିବାକୁ ପଡ଼ିବ। ଏହା ହିଁ ପରବର୍ତ୍ତୀ ସାଧନ। କେହି ବି ଏହି ଦେହର ଊର୍ଦ୍ଧ୍ୱରେ କିଛି ଚାହୁଁନାହାନ୍ତି। ଦେହର ଏହି ସମସ୍ତ ତୃଷ୍ଣା କେବଳ କ୍ଷଣିକ ତୃପ୍ତି ଏବଂ ଅଶେଷ ଦୁଃଖର କାରଣ ହୋଇଥାଏ। ଏହା ଯେପରି ପୟମୁଖ ବିଷକୁମ୍ଭର ଅବସ୍ଥା, ଅର୍ଥାତ୍ ବିଷମିଶ୍ରିତ କ୍ଷୀର ମାଠିଆ ସଦୃଶ। କିନ୍ତୁ ତଥାପି ଆମେ ଏଗୁଡ଼ିକ ଲାଗି ଲାଳାୟିତ ହୋଇଥାଉ। ଇନ୍ଦ୍ରିୟ ଦମନ ଓ ବାସନା ତ୍ୟାଗ ହିଁ ଏହି ଦୁଃଖ ମୋଚନର ଏକମାତ୍ର ଉପାୟ। ଆଧ୍ୟାତ୍ମିକ ଜୀବନ ଲାଭ ନିମିତ୍ତ ବାସନା ତ୍ୟାଗ କରିବାକୁ ହେବ। ଯେ ଶିଷ୍ୟ ହେବାକୁ ଚାହାନ୍ତି, ତାଙ୍କୁ ଏହି ସମସ୍ତ ସର୍ତ୍ତ ପୂର୍ଣ୍ଣ କରିବାକୁ ହେବ। ନଚେତ୍ ସେ ପ୍ରକୃତ ଗୁରୁଙ୍କ ସାନ୍ନିଧ୍ୟକୁ ଆସିପାରିବେ ନାହିଁ। ଏବଂ ଯଦି ସୌଭାଗ୍ୟବଶତଃ ଗୁରୁ ଲାଭ ମଧ୍ୟ ହୁଏ, ତଥାପି ଗୁରୁ ଯେଉଁ ଆଧ୍ୟାତ୍ମିକ ଶକ୍ତି ତାଙ୍କ ମଧ୍ୟରେ ସଞ୍ଚାର କରିବେ, ତାହା ଦ୍ୱାରା ଉଦ୍ବୁଦ୍ଧ ହୋଇପାରିବେ ନାହିଁ। ଏ ସମସ୍ତ ସାଧନା ମଧ୍ୟରେ କୌଣସି ପ୍ରକାର ଆପସ ଚଳିବ ନାହିଁ। ଏହି ସର୍ତ୍ତଗୁଡ଼ିକ ପୂର୍ଣ୍ଣ କଲେ ଏବଂ ଏହିଭଳି ପ୍ରସ୍ତୁତି ରହିଲେ ଶିଷ୍ୟଙ୍କର ହୃଦୟ କମଳ ବିକଶିତ ହୋଇ ଉଠିବ। ଶିଷ୍ୟ ସେତେବେଳେ ଜାଣିପାରିବେ ଯେ ଗୁରୁ ତାଙ୍କର ଦେହ ଭିତରେ, ତାଙ୍କ ଅନ୍ତରର ଅନ୍ତଃସ୍ଥଳରେ ହିଁ ବିରାଜିତ ଥିଲେ। ସେତିକିବେଳେ ହିଁ ସେ ବିକଶିତ ହୋଇ ଉଠନ୍ତି। ସେତିକିବେଳେ ହିଁ ସେ ଉପଲବ୍ଧି କରନ୍ତି, ସଂସାର ସମୁଦ୍ର ପାର ହୋଇ ସେ ଜନ୍ମ ମୃତ୍ୟୁର ଅତୀତ ହୋଇଯାନ୍ତି। କୌଣସି ଲାଭ ବା ପ୍ରଶଂସାର କଥା ଚିନ୍ତା ନ କରି କରୁଣାବଶତଃ ସେ ସେତେବେଳେ ଅପରକୁ ବି ସଂସାର ସାଗରର ଆରପାରିକୁ ଯିବା ଲାଗି ସାହାଯ୍ୟ କରନ୍ତି। କୌଣସି ବ୍ୟକ୍ତିଙ୍କ ସହିତ ତାଙ୍କ ବଂଶଧରଙ୍କ ଯେଉଁ ସମ୍ବନ୍ଧ, ଗୁରୁଙ୍କ ସହିତ ଆମର ମଧ୍ୟ ଠିକ୍ ସେହି ସମ୍ବନ୍ଧ। ଗୁରୁଙ୍କ ପ୍ରତି ବିଶ୍ୱାସ, ବିନୟ, ନମ୍ର ଆଚରଣ, ତାଙ୍କର ଆଜ୍ଞାବହତା ଓ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ବ୍ୟତୀତ ଆମ ହୃଦୟରେ ଧର୍ମର ବିକାଶ ହୋଇପାରେ ନାହିଁ। ଯେଉଁ ଦେଶମାନଙ୍କରେ ଗୁରୁ ଶିଷ୍ୟର ଏହି ସମ୍ବନ୍ଧ ନାହିଁ, ଗୁରୁ କେବଳ ବକ୍ତା ମାତ୍ର, ନିଜର ପ୍ରାପ୍ୟ ଦିଗକୁ ସବୁବେଳେ ଦୃଷ୍ଟି ଆଉ ଶିଷ୍ୟ ଗୁରୁଙ୍କ କଥାଗୁଡ଼ିକ ଦ୍ୱାରା କେବଳ
ମସ୍ତକ ପରିପୂର୍ଣ୍ଣ କରନ୍ତି ଏବଂ ଅବଶେଷରେ ଉଭୟେ ନିଜ ନିଜର ପଥ ଦେଖନ୍ତି, ସେହିସବୁ ସ୍ଥଳରେ ଧର୍ମର ଘୋର ଶୂନ୍ୟ କହିଲେ ଚଳେ। ବ୍ୟକ୍ତି ବିଶେଷ ଉପରେ ଅତିରିକ୍ତ ବିଶ୍ୱାସରୁ ଦୁର୍ବଳତା ଓ ଅନ୍ତସାର ଶୂନ୍ୟ ବହି ପୂଜା ଆସିପାରେ। ତୁମର ଗୁରୁଙ୍କୁ ଈଶ୍ୱର ବୋଲି ଉପାସନା କର, କିନ୍ତୁ ଅନ୍ଧ ଭାବରେ ତାଙ୍କୁ ଅନୁସରଣ କର ନାହିଁ। ତାଙ୍କୁ ଯେତେ ଦୂର ସମ୍ଭବ ଭଲ ପାଅ, କିନ୍ତୁ ସ୍ୱାଧୀନ ଭାବରେ ଚିନ୍ତା କର। କୌଣସି ପ୍ରକାର ଅନ୍ଧବିଶ୍ୱାସ ତୁମକୁ ମୁକ୍ତି ଦେଇପାରିବ ନାହିଁ। ତୁମେ ନିଜେ ହିଁ ନିଜର ମୁକ୍ତି ସାଧନ କର। ମହାବୀରଙ୍କ ଚରିତ୍ରକୁ ହିଁ ତୁମର ବର୍ତ୍ତମାନ ଆଦର୍ଶ କରିବାକୁ ହେବ। ଦେଖିନାହଁ, ରାମଙ୍କ ଆଜ୍ଞାରେ ସାଗର ଡେଇଁ ଚାଲିଗଲା। ଜୀବନ ମରଣକୁ ଦୃକ୍ପାତ ନାହିଁ। ମହାଜିତେନ୍ଦ୍ରିୟ, ମହାବୁଦ୍ଧିମାନ, ଦାସ୍ୟ ଭାବର ଏହି ମହା ଆଦର୍ଶରେ ତୁମର ଜୀବନ ଗଠନ କରିବାକୁ ହେବ। ସେପରି ହେଲେ ହିଁ ଅନ୍ୟାନ୍ୟ ଭାବର ସ୍ଫୁରଣ କାଳକ୍ରମେ ଆପେ ଆପେ ହୋଇଯିବ। ଦ୍ୱିଧାଶୂନ୍ୟ ହୋଇ ଗୁରୁଙ୍କ ଆଜ୍ଞା ପାଳନ ଆଉ ବ୍ରହ୍ମଚର୍ଯ୍ୟ ରକ୍ଷା ହେଉଛି ସଫଳ ହେବାର ଏକମାତ୍ର ରହସ୍ୟ। ନାନ୍ୟ ପନ୍ଥା ବିଦ୍ୟତେ ଅୟନାୟ, ଏହା ଛଡ଼ା ଆଉ ଦ୍ୱିତୀୟ ପଥ ନାହିଁ। ହନୁମାନଙ୍କର ଗୋଟିଏ ଦିଗରେ ଯେପରି ସେବାଭାବ, ଅନ୍ୟ ଦିଗରେ ସେହିପରି ତ୍ରିଲୋକ ସନ୍ତ୍ରାସୀ ସିଂହ ବିକ୍ରମ। ରାମଙ୍କ ହିତାର୍ଥେ ଜୀବନପାତ କରିବାକୁ କିଛି ମାତ୍ର ଦ୍ୱିଧା ରଖିଲେ ନାହିଁ। ରାମ ସେବା ଭିନ୍ନ ଅନ୍ୟ ସବୁ ବିଷୟକୁ ଉପେକ୍ଷା। ବ୍ରହ୍ମତ୍ୱ ଶିବତ୍ୱ ଲାଭ ପାଇଁ ମଧ୍ୟ ଉପେକ୍ଷା। କେବଳ ରଘୁନାଥଙ୍କ ଆଦେଶ ପାଳନ ହିଁ ଜୀବନର ଏକମାତ୍ର ବ୍ରତ। ସେହିପରି ଏକାଗ୍ରନିଷ୍ଠ ହେବା ଆବଶ୍ୟକ। ଆମର ପରବର୍ତ୍ତୀ ଓ ଶେଷ ବିଷୟ ହେଉଛି ଫଳପ୍ରଦ ଜ୍ଞାନଦାନର ସର୍ତ୍ତ। ମୋର ବିଶ୍ୱାସ, ଗୁରୁଙ୍କର ସାକ୍ଷାତ ସଂସ୍ପର୍ଶରେ ଆସି ଗୁରୁଗୃହ ବାସ ଦ୍ୱାରା ପ୍ରକୃତ ଶିକ୍ଷା ହୋଇଥାଏ। ଗୁରୁଙ୍କ ସହିତ ସାକ୍ଷାତ ସଂସ୍ପର୍ଶରେ ନ ଆସିଲେ କୌଣସି ପ୍ରକାର ଶିକ୍ଷା ହୋଇପାରିବ ନାହିଁ। ସେହିଭଳି ଉପାୟରେ ବିଦ୍ୟା ଉପାର୍ଜନ କରିବାକୁ ହେବ। ଖାଲି ପଣ୍ଡିତଙ୍କ ଟୋଲରେ ପଢ଼ିଲେ ବେଶ ପିନ୍ଧା ମାଙ୍କଡ଼ ହୋଇ ରହିଯିବ। ଗୋଟାଏ ଜ୍ୱଳନ୍ତ ଚରିତ୍ର ନିକଟରେ ପିଲାଟି ବେଳରୁ ରହିବା ଦରକାର। ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବା ଆବଶ୍ୟକ। କେବଳ ମିଥ୍ୟା କଥା କହିବା ବଡ଼ ପାପ। ପଢ଼ିଲେ କିଛି ବି ହେବ ନାହିଁ। ପ୍ରତ୍ୟେକ ପିଲାଙ୍କୁ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ଶିକ୍ଷା ଦେବାକୁ ହେବ। ତେବେ ଯାଇ ଶ୍ରଦ୍ଧା ଓ ବିଶ୍ୱାସ ଆସିବ। ନଚେତ୍ ଯାହାର ଶ୍ରଦ୍ଧା ବିଶ୍ୱାସ ନାହିଁ, ସେ ମିଛ କଥା କାହିଁକି ନ କହିବ? ଆମ ଦେଶରେ ଚିରକାଳ ତ୍ୟାଗୀ ଲୋକଙ୍କ ଦ୍ୱାରା ବିଦ୍ୟାର ପ୍ରଚାର ହୋଇ ଆସିଛି। ପଣ୍ଡିତମାନେ ହାତ ବଢ଼ାଇ ବିଦ୍ୟାକୁ ଟାଣି ନେଇ କେତେଗୁଡ଼ିଏ ଟୋଲ୍ ଖୋଲି ଦେଶର ସର୍ବନାଶ କରି ବସିଛନ୍ତି। ଯେତେଦିନ ତ୍ୟାଗୀମାନେ ବିଦ୍ୟାଦାନ କରୁଥିଲେ, ସେତେଦିନ ଭାରତର କଲ୍ୟାଣ ହେଉଥିଲା। ଶିକ୍ଷା ଓ ସଂସ୍କୃତି ନିର୍ଭର କରେ ପୁରୁଷ ଉପରେ, ଅର୍ଥାତ୍ ଯେଉଁଠି ପୁରୁଷମାନେ ଉଚ୍ଚ ସଂସ୍କୃତି ସମ୍ପନ୍ନ, ସେଠାରେ ସ୍ତ୍ରୀ ଲୋକମାନେ ମଧ୍ୟ ସେହିପରି ହେବେ। ଯେଉଁଠାରେ ପୁରୁଷମାନଙ୍କର ସଂସ୍କୃତି ନାହିଁ, ସେଠାରେ ସ୍ତ୍ରୀ ଲୋକମାନଙ୍କର ମଧ୍ୟ ନାହିଁ। ଅତି ପ୍ରାଚୀନ କାଳରୁ ହିନ୍ଦୁ ପ୍ରଥା ଅନୁଯାୟୀ ପ୍ରାଥମିକ ଶିକ୍ଷା ଗ୍ରାମ୍ୟ ବ୍ୟବସ୍ଥାର ଅନ୍ତର୍ଗତ ଥିଲା। ସ୍ମରଣାତୀତ କାଳରୁ ସମସ୍ତ ଭୂମି ରାଷ୍ଟ୍ରାୟତ୍ତ କରାହୋଇଥିଲା। ଆପଣମାନଙ୍କ ଭାଷାରେ ଏଗୁଡ଼ିକ ଥିଲା ସରକାରଙ୍କର। ଜମି ଉପରେ କାହାରି କୌଣସି ବ୍ୟକ୍ତିଗତ ଅଧିକାର ନାହିଁ। ଭାରତବର୍ଷରେ ରାଜସ୍ୱ ଜମିରୁ ଆସେ, କାରଣ ପ୍ରତ୍ୟେକେ ସରକାରଙ୍କ ଠାରୁ ନିର୍ଦ୍ଦିଷ୍ଟ ପରିମାଣ ଜମି ଭୋଗ କରନ୍ତି। ଏହି ଜମି ଗୋଟିଏ ଗୋଷ୍ଠୀର ସାଧାରଣ ସମ୍ପତ୍ତି ଏବଂ 5, 10, 20 ବା 100 ପରିବାର ଏକତ୍ର ଉକ୍ତ ଜମି ଦଖଲରେ ରଖିପାରନ୍ତି। ସମସ୍ତ ଜମିକୁ ସେହିମାନେ ହିଁ ନିୟନ୍ତ୍ରଣ କରନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣରେ ରାଜସ୍ୱ ସେମାନେ ସରକାରଙ୍କୁ ଦିଅନ୍ତି ଏବଂ ଗୋଟିଏ ଚିକିତ୍ସକ ଏବଂ ଶିକ୍ଷକଙ୍କୁ ଭରଣ ପୋଷଣ କରନ୍ତି ଇତ୍ୟାଦି। ଆପଣମାନଙ୍କ ଭିତରେ ଯେଉଁମାନେ ହାର୍ଭର୍ଡ଼ ସ୍ପେନ୍ସର ପଢ଼ିଛନ୍ତି, ସେମାନଙ୍କର ମନେଥିବ ସେ ତାଙ୍କର ଶିକ୍ଷା ପଦ୍ଧତିକୁ ମଠ ପଦ୍ଧତି କହିଛନ୍ତି। ଏହା ୟୁରୋପରେ ପ୍ରୟୋଗ କରାହୋଇଅଛି। କେଉଁଠି କେଉଁଠି ସାଫଲ୍ୟମଣ୍ଡିତ ମଧ୍ୟ ହୋଇଥିଲା। ଏହି ପଦ୍ଧତି ଅନୁସାରେ ଗ୍ରାମରେ ଜଣେ ଶିକ୍ଷକ ରହନ୍ତି। ତାଙ୍କର ଭାର ଉକ୍ତ ଗ୍ରାମକୁ ନେବାକୁ ହେବ। ଆମମାନଙ୍କର ଏହି ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଅତି ସାଧାରଣ, କାରଣ ଆମମାନଙ୍କର ପଦ୍ଧତି ମଧ୍ୟ ଅତି ସରଳ। ପ୍ରତ୍ୟେକ ବାଳକ ଗୋଟିଏ ଛୋଟ ମସିଣା ଆସନ ନେଇ ଆସେ। ତାଳପତ୍ରରେ ଲେଖା ଆରମ୍ଭ ହୁଏ।
କାରଣ କାଗଜର ଦାମ ଅନେକ। ପ୍ରତ୍ୟେକ ବାଳକ ତାହାର ଆସନ ବିଛାଇ ବସେ, ଦୁଆତ ଓ ପୁସ୍ତକ ସାଙ୍ଗରେ ନେଇ ଆସେ ଏବଂ ଲେଖିବାକୁ ଆରମ୍ଭ କରେ। ପ୍ରାଥମିକ ବିଦ୍ୟାଳୟରେ ସାମାନ୍ୟ ପାଟିଗଣିତ, କିଛି ସଂସ୍କୃତ ବ୍ୟାକରଣ, ଅଳ୍ପ ଭାଷା ଓ ହିସାବ ଏହି ଶିକ୍ଷା ଦିଆଯାଏ। ବାଲ୍ୟକାଳରେ ଜଣେ ବୃଦ୍ଧ ଆମମାନଙ୍କୁ ନୀତି ବିଷୟକ ଗୋଟିଏ କ୍ଷୁଦ୍ର ପୁସ୍ତକ ମୁଖସ୍ଥ କରାଇଥିଲେ। ଏହାର ଗୋଟିଏ ଶ୍ଲୋକ ବର୍ତ୍ତମାନ ମଧ୍ୟ ମୋର ମନେ ଅଛି। ଗ୍ରାମ ପାଇଁ ପରିବାର, ସ୍ୱଦେଶ ପାଇଁ ଗ୍ରାମ, ମାନବତା ପାଇଁ ସ୍ୱଦେଶ ଏବଂ ଜଗତ ପାଇଁ ସର୍ବସ୍ୱ ତ୍ୟାଗ କରିବ। ଏହିପରି ଅନେକ ଶ୍ଲୋକ ଏହି ପୁସ୍ତକରେ ଅଛି। ଆମେମାନେ ଏଗୁଡ଼ିକୁ ମୁଖସ୍ଥ କରୁ ଏବଂ ଶିକ୍ଷକ ବ୍ୟାଖ୍ୟା କରିଦିଅନ୍ତି। ପରେ ଛାତ୍ର ମଧ୍ୟ ବ୍ୟାଖ୍ୟା କରେ। ବାଳକ ବାଳିକାମାନେ ଏକତ୍ର ହିଁ ଏଗୁଡ଼ିକ ଶିକ୍ଷା କରନ୍ତି। କ୍ରମେ ସେମାନଙ୍କର ଶିକ୍ଷା ପୃଥକ ହୋଇଯାଏ। ପ୍ରାଚୀନ ସଂସ୍କୃତ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଧାନତଃ ଛାତ୍ରମାନଙ୍କ ପାଇଁ ଥିଲା। ଛାତ୍ରୀମାନେ କ୍ୱଚିତ୍ ସେଠାକୁ ଯାଆନ୍ତି, କିନ୍ତୁ କିଛି ବ୍ୟତିକ୍ରମ ଥିଲା। ଭାରତର ପ୍ରାଚୀନ ଶିକ୍ଷା ପଦ୍ଧତି ଆଧୁନିକ ଶିକ୍ଷା ପ୍ରଣାଳୀ ଠାରୁ ଅନେକ ପୃଥକ। ସେହି ଶିକ୍ଷା ପ୍ରଣାଳୀରେ ଛାତ୍ରମାନଙ୍କୁ ବେତନ ଦେବାକୁ ପଡ଼େ ନାହିଁ। ପ୍ରାଚୀନ ଧାରଣା ଥିଲା, ଜ୍ଞାନ ଏତେ ଦୂର ପବିତ୍ର ବସ୍ତୁ ଯେ କାହାରି ତାହା ବିକ୍ରୟ କରିବା ଉଚିତ ନୁହେଁ। କୌଣସି ମୂଲ୍ୟ ନ ନେଇ ଅବାଧରେ ଜ୍ଞାନ ବିତରଣ କରିବାକୁ ହେବ। ଆଚାର୍ଯ୍ୟମାନେ ଛାତ୍ରମାନଙ୍କୁ ବିନା ବେତନରେ ନିଜ ପାଖରେ ରଖୁଥିଲେ ଏବଂ କେବଳ ସେତିକି ନୁହେଁ, ସେମାନଙ୍କ ଭିତରୁ ଅନେକ ଛାତ୍ରଙ୍କୁ ଭୋଜନ ବସନ ମଧ୍ୟ ପ୍ରଦାନ କରୁଥିଲେ। ଏହିସବୁ ଆଚାର୍ଯ୍ୟମାନଙ୍କର ବ୍ୟୟ ନିର୍ବାହ ପାଇଁ ବଡ଼ ଲୋକମାନେ ବିବାହ, ଶ୍ରାଦ୍ଧ ପ୍ରଭୃତି ବିଶେଷ କାର୍ଯ୍ୟ ଉପଲକ୍ଷେ ସେମାନଙ୍କୁ ଦାନ ଦେଉଥିଲେ। ବିଶେଷ ବିଶେଷ ଦାନର ଅଧିକାରୀ ବୋଲି ସେମାନେ ବିବେଚିତ ହେଉଥିଲେ ଏବଂ ସେମାନେ ଛାତ୍ରମାନଙ୍କୁ ମଧ୍ୟ ପ୍ରତିପାଳନ କରୁଥିଲେ। ଆଗେ ଶିଷ୍ୟମାନେ ସମିତ ପାଣି ହୋଇ ଗୁରୁଙ୍କ ଆଶ୍ରମକୁ ଯାଉଥିଲେ। ଗୁରୁ ତାଙ୍କୁ ଅଧିକାରୀ ବୋଲି ବୁଝିଲେ ଦୀକ୍ଷିତ କରି ବେଦପାଠ କରାଉଥିଲେ ଏବଂ କାୟମନ ବାକ୍ୟ ତ୍ରିଦଣ୍ଡ ରୂପ ବ୍ରତର ଚିହ୍ନ ସ୍ୱରୂପ କ୍ରିୟାବୃତ ମୌଞ୍ଜି ମେଖଳା ତା ଅଣ୍ଟାରେ ବାନ୍ଧି ଦେଉଥିଲେ। ଏହିଠାରେ ହିଁ ଶିକ୍ଷାବିତ୍ମାନଙ୍କ ପାଇଁ ବିବେକାନନ୍ଦଙ୍କ ବାଣୀ ସମାପ୍ତ ହେଲା। ଏହିପରି ଆହୁରି ନୂଆ ନୂଆ ଭିଡ଼ିଓ ଜାଣିବା ପାଇଁ ଆମ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରନ୍ତୁ ଏବଂ ଅନ୍ୟମାନଙ୍କୁ ସବସ୍କ୍ରାଇବ୍ କରିବା ପାଇଁ କହନ୍ତୁ।